ସେମାନଙ୍କୁ ବଢ଼ିଆ ଶୁଭେଚ୍ଛା ଜଣାଉଛି। ସାଧୁମାନଙ୍କୁ ଗୋଟିଏ ଗୋଟିଏ ସାଧୁଙ୍କୁ ମୁଁ ଅଜସ୍ର ପ୍ରଣାମ ମାନସରେ ଦେଉଛି। ଏଠି ଯେଉଁ ପତିହରା ମା' ମାନଙ୍କୁ ଆମେ ପୂଜା କଲେ, ମା ସବୁବେଳେ ମା, ସେ ପତିହରା ହେଲେ ବି ମା, ପତି ଥିଲେ ବି ମା। ମା ଏକ ମମତା ବାତ୍ସଲ୍ୟପୂର୍ଣ୍ଣ ଶବ୍ଦ। ପତ୍ନୀ ହରା ବାପା, ପତ୍ନୀ ଥିଲେ ବି ବାପା, ପତ୍ନୀ ନଥିଲେ ବି ବାପା। ମା ବାପା ଏ ଦୁଇଟି ଆଜି ସମାଜରେ ଅନେକ ସ୍ଥାନରେ ଅତ୍ୟନ୍ତ ଅବହେଳିତ ହେଉଛନ୍ତି। ତେବେ ଯେଉଁଠି ଅବହେଳିତ ହେଉନାହାନ୍ତି ସେମାନଙ୍କୁ ବଢ଼ିଆ ସାଧୁବାଦ ଜଣାଉଛି। କିନ୍ତୁ ଗୋଟିଏ ଅନ୍ଧବିଶ୍ୱାସ ଆମ ସମାଜରେ ରହିଯାଇଛି। ପୁଅ ଝିଅ ବାହାଘର ବେଳେ, ଘର ପ୍ରତିଷ୍ଠା ବେଳେ, ବ୍ରତଘର ବେଳେ ଏ ପତିହରା ମା'ମାନଙ୍କୁ ଲୋଡ଼ାଯାଏ। ମାର୍ଗଶିର ମାସର ଗୁରୁବାରେ ଲକ୍ଷ୍ମୀ ପୂଜାରେ ଏମାନେ ଭାଗ ନିଅନ୍ତି ନାହିଁ। ପୁଅ ବୋହୂ ଯେତେବେଳେ ବିବାହ ହେଇ ଘରକୁ ଆସନ୍ତି, ପତିହରା ମା'ମାନେ କବାଟ କଣରେ ଲୁଚନ୍ତି। କାରଣ ତାଙ୍କ ଅଲକ୍ଷଣୀ ମୁହଁକୁ କାଳେ ପୁଅ ବୋହୂ ଦେଖିଦେଲେ ତାଙ୍କର କ୍ଷତି ହେବ। ଏଗୁଡ଼ିକ ସବୁ ହେଉଛି ଅନ୍ଧବିଶ୍ୱାସ। ବଳିଆ କିଛି ଭାବି ଚିନ୍ତି କାମ କରେ। ଗୋଟେ ଦିବ୍ୟ ପ୍ରେରଣା ଯେତେବେଳେ ମିଳେ କାର୍ଯ୍ୟକ୍ରମ ଆରମ୍ଭ କରେ। ଏହି କାର୍ଯ୍ୟକ୍ରମ ଯେତେବେଳେ ଆରମ୍ଭ କରିଥିଲି, ଆପଣମାନେ ଯିଏ ଟିଭି ପରଦାରେ ଦେଖିଥିବେ, କଟୁକ୍ତି କଥା କେତେ ସେମାନେ କହିଛନ୍ତି ଏବଂ ମେସେଜ ମଧ୍ୟ ଛାଡ଼ିଛନ୍ତି ଯେ କଳିଯୁଗ ବର୍ତ୍ତମାନ ଘୋର କଳିରେ ପରିଣତ ହୋଇଗଲା। ଘୋର କଳିଟା କ'ଣ? ଏଇ ଯେଉଁ ପତିହରା ମା'ମାନଙ୍କ ପୂଜନ, ସେଟା ଗୋଟେ ଘୋର କଳିରେ ପରିଣତ ହୋଇଗଲା। କିନ୍ତୁ ଆମେ ସମଗ୍ର ଓଡ଼ିଶା ନୁହଁ, ଓଡ଼ିଶା ବାହାରେ ମଧ୍ୟ ଏ ପୂଜା ଆହୁରି ବଢ଼ିଆ ଆକାରରେ ହେଉଛି। ତେଣୁ ଆମର ତ ଏଠି ଆଞ୍ଚଳିକ ମା'ମାନଙ୍କୁ ଆମେ ଡାକିଲୁ। ଆଉ କ'ଣ କେମିତି ପୂଜା କଲେ ମୁଁ କାଲି ବୁଝିବି, ଆଜି ରାତିରେ ବୁଝିବି। ଯାହା ହଉ ପୂଜା ତ କଲେ। ଆଉ ତେଣୁ ମା'ମାନେ ବଳିଆ ବି ଆପଣମାନଙ୍କୁ ପ୍ରଣାମ ଜଣାଉଛି। ତାହା ପାଇଁ ଆଶୀର୍ବାଦ ଥାଉ ନଥାଉ, ଆପଣଙ୍କ ପୁଅ ଝିଅମାନଙ୍କୁ ଯେମିତି ଆପଣ ଆଶୀର୍ବାଦ କରୁଛନ୍ତି, ଇଏ ସେବକ ବଳିଆକୁ ବି ସେଇ ଆଶୀର୍ବାଦ ଦିଅନ୍ତୁ। ବିଶ୍ୱ ପତାକା ଉଡ଼ିଲା। ବିଶ୍ୱ ପତାକା ଉଡ଼ିଲା। এটা ଆଜି ଉଡ଼ିନି, এটা ପ୍ରଥମ ପାରାଦୀପରେ ଉଡ଼ିଥିଲା। ବହୁ ଜାଗାରେ ଉଡ଼ିଛି। ଦିଲ୍ଲୀରେ ବି ଉଡ଼ିଛି। ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ। ରିଟାୟାର୍ଡ ଜଜ୍ ଫଜ୍ ସବୁ ଆସିଥିଲେ, କହିଲେ ଏହା ହିଁ ଭାରତୀୟ ସାଧୁସନ୍ଥମାନଙ୍କ ଦ୍ୱାରା ସମ୍ଭବ। ତାକୁ ଅନ୍ୟମାନେ କରିପାରିବେ। ଆଚ୍ଛା ହଉ, ଯାହା ହଉ, ଇଏ ବିଶ୍ୱ ପତାକା ତଳେ ଆଜି ଆମେ ଆମର ସଂଗ୍ରାମ ଜାରି ରଖିଛୁ। ଜାତିସଂଘକୁ ଲେଖୁଛୁ। ପ୍ରତ୍ୟେକ ଦେଶର ଆମ୍ବାସାଡର ମାନଙ୍କୁ ଜଣାଉଛୁ। ଆମ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଜଣାଉଛୁ ବିଶ୍ୱ ଧ୍ୱଂସାସ୍ତ୍ର ବିମୁକ୍ତ ହଉ, ତା ନହେଲେ କେତେବେଳେ ବିଶ୍ୱଟା ଧ୍ୱଂସ ହେଇଯିବ। ତେବେ ଆମେ ଆମ ସଂଗ୍ରାମ କରୁଛୁ, ଫଳ କ'ଣ ମିଳିବ ସେଟା ପ୍ରଭୁ ହିଁ ଜାଣନ୍ତି। ଆଚ୍ଛା, ବର୍ତ୍ତମାନ ଆମ ଅଞ୍ଚଳରେ
ଏଇ ରାହାମା ମଞ୍ଚର ଚାରିପାଟରେ ସାରଳା ମହାବିଦ୍ୟାଳୟ, ସାଇଲୋରମ ହାଇସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର ରାହାମା, ନାମାଚାର୍ଯ୍ୟ ବାୟା ବାବା ଭଗବତ ପ୍ରସାର କମିଟି, ବା ସୁନ୍ଦର କଥା, ପଙ୍କଜ ବିହାରୀ। ଏଠି ଯେତେ ଅନୁଷ୍ଠାନ ରହିଛି, ଏଠି ନୃସିଂହ ତେରମାଣପୁର ଜ୍ୱଳନ୍ତମ ସର୍ବତମୁଖମ ନୃସିଂହଂ ଭୀଷଣଂ ଭଦ୍ର ମୃତ୍ୟୁର୍ମୃତ୍ୟୁରଭାବ ନାରସିଂହାୟ ବିଦ୍ମହେ ନଖାୟୁଧାୟ ଧୀମହି ତନ୍ନୋ ହରି ପ୍ରଚୋଦୟାତ୍। খ্রৌং নৃসিংহায় নমঃ। শ্রীং খ্রৌং লক্ষ্মী নৃসিংহ ব্যাস। জগন্নাথ দাস প্রথমে লেখিলে নমঃ নৃসিংহ পদ রাতি পাইଯିବ। ନ କହିଲେ ନମ୍ରତା, ନିଜକୁ ପଚାର ନମ୍ରତା ଗୁଣ ଆମର ଅଛି କି? ନ କହିଲେ ନମସ୍କାର, କାହାକୁ ନମସ୍କାର କରିବ? ସୂର୍ଯ୍ୟଙ୍କୁ, ଇଷ୍ଟଙ୍କୁ, ଗୁରୁଙ୍କୁ। ଆମେ ପ୍ରକୃତରେ ନମସ୍କାର କରୁଛେ କି? ଆମର ଏଠି ଯେଉଁ ବିଶ୍ୱ ପତାକା ଉତ୍ତୋଳନ କଲେ ଯେଉଁ ଆମର ମହାଭାଗମାନେ, ଯେଉଁ କାର୍ଯ୍ୟକାରୀ କମିଟି ବା ଆମ ରାହାମା ଅଞ୍ଚଳ ଲୋକମାନେ ଇଏ ସେବକକୁ ଗୋଟିଏ ଫୁଲମାଳ ପୁଷ୍ପମାଲ୍ୟ ଅର୍ପଣ କଲେ। ପୁଷ୍ପ ମାନେ ସୁମନ, ସୁମନଟାକୁ ଗୋଟେ ଫୁଲମାଳ ଦ୍ୱାରା ମାନେ ଅର୍ପଣ କଲେ। ଯିଏ ପ୍ରଦୀପ ପ୍ରଜ୍ୱଳନ କଲେ, ଯେଉଁମାନେ ବଳିଆକୁ ପୁଷ୍ପାର୍ଘ୍ୟ ଦେଲେ, ଉତ୍ତରୀୟ ଦେଲେ, ଇଏ ସବୁ ଗୋଟେ ମାନେ ଗୋଟେ ପାଠ। କିନ୍ତୁ ବୈଶିଷ୍ଟ୍ୟ ହେଲା ସେଇମାନେ ହେଉଛନ୍ତି ସମାଜର ନମସ୍ୟ। ଯେଉଁ ମା ମାନେ ବନ୍ଦାପନା କଲେ ସେମାନେ ନମସ୍ୟା। ଆମେ ଭାବିବା ଆମକୁ ନମସ୍କାର କଲେ, ଆମକୁ ଫୁଲମାଳ ଦେଲେ, ଆମେ ବହୁତ ବଡ଼, ଆମଠାରୁ ଆଉ କେହି ବଡ଼ ନାହାନ୍ତି। ସେଗୁଡ଼ାକ ଅହଙ୍କାରୀ ଲୋକ, ସେମାନେ ସିଂହ, କେତେବେଳେ କାହାକୁ ଗ୍ରାସିବେ। କିନ୍ତୁ ଯିଏ ସୁଚିନ୍ତକ ସେ ନିଶ୍ଚୟ ଚିନ୍ତା କରେ ଯେ ଏମାନେ ହେଉଛନ୍ତି ନମସ୍ୟ ଆଉ ନମସ୍ୟା। ତେଣୁ ସେଇ ସମସ୍ତ ଯିଏ ଆମର ଅରୁଣ କହୁଥିଲା କ'ଣ ସ୍ୱାଗତ ଭାଷଣ ଦେଉଥିଲା, ଆମ ପ୍ରଣବାନନ୍ଦ ମନୁଭାଇ କ'ଣ ଭଳିଆ ବିଷୟରେ କହୁଥିଲେ। ଯେଉଁମାନେ ଏଠି ଯେଉଁମାନଙ୍କ ନାଁ ମଞ୍ଚ ଉପରେ ଡକାଯାଇଛି, ଯେଉଁମାନଙ୍କୁ ଡକା ଯାଇନାହିଁ ତା ଭିତରେ ବହୁତ ଲୋକ ଅଛନ୍ତି। ଆପଣମାନେ ଯିଏ ଏଠି ଶୀତ ସନ୍ଧ୍ୟାରେ ଆସି
ଏଠି ଏକତ୍ରିତ ହେଇଛନ୍ତି। ଆପଣମାନେ ଯଦି ଆମେ ଆଇଲା ବେଳକୁ ଗୋଟେ ମିଟିଂଟି ମୁଁ ଯାଇଥିଲି ଦେଖିଲି, ମୋତେ ଡାକିଛନ୍ତି, ଗଲାକୁ ଚିଆର ପଡ଼ିଛି 1500, 2-4ଟି ଲୋକ ବହିଛନ୍ତି। ସିଏ ପୁଣି ଆମେରିକାରୁ ପଇସା ଆଣିକି ଏଠି ଖର୍ଚ୍ଚ କରୁଛନ୍ତି। କଣଟା ଭଳିଆ କହିବ ଭୁବନେଶ୍ୱର ଭଳି ଜାଗାରେ, ତଥାପି ତ ମାଇକିଟା ଦେଲେ ମୁଁ ସେଠୁ କ'ଣ ଟିକେ କହିଲି, ଉଠିକି ପଳେଇ କହିଲି ବାବୁ ଆଉ କେବେ ମୋତେ ଡାକିବନି, ମୋ ଠାକୁର ମାନଟା ଆସିନାହାନ୍ତି, ମୁଁ କହିବି କାହାକୁ? ମୋ ପାଇଁ ଆପଣମାନେ ସମସ୍ତ ନାରାୟଣ। ମୁଁ ଜଣେ ମାତ୍ର ଆପଣମାନଙ୍କର ସେବକ। ମତେ ବାବା ବଳିଆ ରୂପରେ ରାହାମା ଅଞ୍ଚଳ ଜମା ନ ଦେଖୁ। ମୋର ଗୁରୁଦେବ ହଉଛନ୍ତି ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ। ଠାକୁର ନିଗମାନନ୍ଦଙ୍କର ଶିଷ୍ୟ ବୁଲାରାମ ମତେ ଦୀକ୍ଷା ଦେଇଥିଲେ, କିନ୍ତୁ ମତେ ମାର୍ଗଦର୍ଶନ କରେଇଥିଲେ ସ୍ୱପ୍ନରେ, ସୁଷୁପ୍ତିରେ, ଜାଗ୍ରତରେ। ସେ ହଉଛନ୍ତି ନାମାଚାର୍ଯ୍ୟ ବାବା ବାୟାରା, ଯାହାଙ୍କ ପାଦରେ ଆଜି ଇଏ କାର୍ଯ୍ୟକ୍ରମ ଅର୍ପଣ କରାଯାଇଛି। ତେବେ ସମସ୍ତେ ହଉଛନ୍ତି ନମସ୍ୟ ଆଉ ନମସ୍ୟା। ନ କହିଲେ ନମସ୍କାର। ସେଇମାନଙ୍କୁ ଭଲ ଲୋକଙ୍କୁ ନମସ୍କାର କରୁଛ କି? ରାତି ପାଇଲେ ସୂର୍ଯ୍ୟ, ଇଷ୍ଟ, ଗୁରୁ, ଗୋବିନ୍ଦଙ୍କୁ ନମସ୍କାର କରୁଛ କି? ଶିକ୍ଷକ ମାନଙ୍କୁ ଦେଖିଲେ, ପ୍ରଫେସର ମାନଙ୍କୁ ଦେଖିଲେ, ବା ଅଧ୍ୟାପକ ଅଧ୍ୟାପିକା ଅଧ୍ୟକ୍ଷ ମାନଙ୍କୁ ଦେଖିଲେ ନମସ୍କାର କରୁଛ କି? ନିଜକୁ ଚିନ୍ତା କର। ଡକ୍ଟରକୁ ଫିସ୍ ଦେଇଛ, ଭଲ ହେଇଛ, କିନ୍ତୁ ସିଏ ଗୋଟିଏ ଗୁରୁ, ତାକୁ ବି ଦେଖିଲେ ନମସ୍କାର କରିବ। ଏଇ ରାହାମାରେ ଗୋଟେ ନୀର ବାବୁ ଥିଲେ, ବାଲୁ ବାବୁ ଥିଲେ, ସେମାନଙ୍କ ଔଷଧ ମୁଁ ଖାଇଛି, ଭଲ ବି। ଏଇ ରାହାମା ଚରମାଣପୁର ନରୀ ବାବା ମତେ ପିଲାଦିନେ ମେଣ୍ଢା ମାରିଥିଲା, ମୋ ଦେହ ଯାକ ଫୁଲି ଯାଇଥିଲା। ମୋର ମନେ ଅଛି, ମୋର ପରିବାର ମାନେ ତାଙ୍କ ପାଖକୁ ଆଣିଥିଲେ, ସେ ତେଲ ମତୁରେଇ ଦେଇଥିଲେ କି କ'ଣ ଗୋଟେ କରିଥିଲେ, ମୁଁ ତ ଭଲ ହେଇଯାଇଛି। କହିଲେ ମେଣ୍ଢା ମୁଣ୍ଡିଆରେ ମୁଁ ମରିଥାନ୍ତି। ଆଉ ତେଣୁ ସେମାନେ ହଉଛନ୍ତି ନମସ୍ୟ। ଏତିକିରେ 9ଟା ସରୁନି, 9ଟା ବହୁତ ଅଛି। ନ କହିଲେ 9ଟା ଜିନିଷକୁ ଆମେ 9ଟା ଭକ୍ତିକୁ ଆମେ ଆଗ ଚିନ୍ତା କରିବା। କ'ଣ? ପ୍ରଥମ ଭକ୍ତି ହେଲା ଭଲ କଥା ଶୁଣିବା। ଏଇ ଆପଣମାନେ ବର୍ତ୍ତମାନ ଶ୍ରବଣ ଭକ୍ତିରେ ଅଛନ୍ତି। ଦ୍ୱିତୀୟ ଭକ୍ତି ହେଲା କୀର୍ତ୍ତନ କରିବା। ଶ୍ରବଣ କୀର୍ତ୍ତନ ବିଷ୍ଣୁ, ଏ ଭାଗବତ ପ୍ରମାଣ। ଆପଣମାନେ ମତେ କୀର୍ତ୍ତନ କରି ଘଣ୍ଟ ବଜେଇ ଘଣ୍ଟୁଆ ମାନଙ୍କର ବିତାଳ ସଂକୀର୍ତ୍ତନର ନିନାଦରେ ଆପଣମାନେ ମତେ ଆଣିଲେ। ଏଇଟା ମତେ ଗୋଟେ ମାଧ୍ୟମ କଲେ, କିନ୍ତୁ ଆମର ଏଇ ଅଞ୍ଚଳଟା ଗୋଟେ ଆଧ୍ୟାତ୍ମିକ ପରିବେଶରେ ସୁଦୃଢ଼ ହେଲା। ମୁଁ କେବେ ମତେ ଏମିତି ପ୍ରଶାସନ କରି ନିଅ, ମୁଁ ଜମା କେବେ କାହାକୁ କହେନି। ତେଣୁ ସଜ୍ଜନ, ଥରେ ଆସିଥିଲି, ସତ୍ୟନାରାୟଣ ପାଲା ହେଇଥିଲା, ପୁରୋହିତ କରିଥିଲେ, ନାଁଟିଏ ମତେ ନେଇଥିଲେ ବିଚିତ୍ରାନନ୍ଦ। ଦୁନିଆରେ ଥରେ ଯିବି, ମୋ ପାଇଁ ହୁଏତ ନ ହେଇପାରେ, ସବୁ ମଣିଷଙ୍କ ପାଇଁ ଆଉ ଗୋଟେ ଶୋଭାଯାତ୍ରା ହବ। ସେ ଶୋଭାଯାତ୍ରାରେ ହବ ରାମ ନାମ ସତ୍ୟ ହି, ହରି ନାମ ସତ୍ୟ। ଥରେ ଜନ୍ମରେ, ଥରେ ମୃତ୍ୟୁରେ, 2ଟି ଶୋଭାଯାତ୍ରା।
ଇଏ ହେଉଛି ସବୁଠାରୁ ବଡ଼ କଥା। ଆକୁ ମନେ ରଖନ୍ତୁ, ଆମେ ଜନ୍ମ ହେଇଥିଲେ ଦିନେ ମରିବା। ତେବେ ଶ୍ରବଣମ୍ କୀର୍ତ୍ତନମ୍ ବିଷ୍ଣୁ, ଆପଣମାନେ କୀର୍ତ୍ତନ କରନ୍ତୁ। ଖାଲି କୀର୍ତ୍ତନ ଯଦି କରିବେ କ'ଣ ସମାଜ ବଞ୍ଚିବ? ବାବା ବାୟା ଥିଲେ ନାମତା ତାଙ୍କ ଗୁରୁଦେବଙ୍କ ଆଦର୍ଶରେ ନାମ ଅଖଣ୍ଡ ନାମ କୀର୍ତ୍ତନ କରୁଥିଲେ। ଆଉ ବୋଲି ଆମେ କ'ଣ ସବୁବେଳେ ସେୟା କରିବା? ତେବେ ଆମେ କ'ଣ କରିବା? ଶ୍ରବଣମ୍, ଯାହା ଶୁଣିଲେ ସେ କଥାକୁ ଅନ୍ୟ ମାନଙ୍କ ପାଖରେ ପହଞ୍ଚେଇ ଦେବା। ଯେଉଁମାନେ ଆସିନାହାନ୍ତି ତାଙ୍କୁ ସେ ପଚାରନ୍ତୁ ନ ପଚାରନ୍ତୁ, ତାଙ୍କ ପାଖରେ ସେଇ କଥାଟା ଉପସ୍ଥାପନ କରିବା। ବଳିଆ ଆଇଥିଲା ଏଇଆ କହିଲା, ସେଇଟା ହେଲା ପ୍ରକୃତ କୀର୍ତ୍ତନ। ଶ୍ରବଣମ୍ କୀର୍ତ୍ତନମ୍ ବିଷ୍ଣୁ ସ୍ମରଣମ୍, ସ୍ମରଣମ୍ ମଝିରେ ମଝିରେ ମନେ ପକେଇବେ, ବଳିଆକୁ ନୁହଁ। ଯଦି ଯୋଉ କଥାଟା ଆପଣଙ୍କୁ ଭଲ ଲାଗିଲା ତାକୁ ଟିକେ ସ୍ମରଣ କରିବେ। ଶ୍ରବଣମ୍ କୀର୍ତ୍ତନ ବିଷ୍ଣୁ ସ୍ମରଣମ୍ ପାଦ ସେବନମ୍, ଅନନ୍ତଙ୍କ ପାଦ ତଳେ ଲକ୍ଷ୍ମୀ ବହିଛନ୍ତି ଚିତ୍ରରେ। ଆମେ କ'ଣ ଚିତ୍ରରେ ବସି ସେବା କରିବା? ନାଇଁ। ପାଦ ସେବନମ୍, ମଧୁର କଥା କହିବା, ମଧୁର ବ୍ୟବହାର କରିବା, ବୃଦ୍ଧ ବୃଦ୍ଧା ରୋଗୀ ଯୋଗୀଙ୍କୁ ସେବା କରିବା, ଇଏ ହେଉଛି ପାଦ ସେବନମ୍। ଅର୍ଚ୍ଚନମ୍, ତୁଳସୀ ମୂଳରେ ପାଣି ଦେଇ ତୁଳସୀକୁ ବଞ୍ଚେଇବା, ଇଏ ହେଉଛି ପ୍ରଥମ ଅର୍ଚ୍ଚନ। ରୋଷେଇ କରି ସାରିବା, ଖାଦ୍ୟ କିଛି ଅଭ୍ୟାଗତ ପିତୃପିତା ମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା, ଇଏ ଗୋଟିଏ ଅର୍ଚ୍ଚନ। ଠାକୁର ଘରେ ଗୁରୁ ଗୋବିନ୍ଦଙ୍କୁ ରଖିଛନ୍ତି, ଗୋଟିଏ ଦୁଇଟି ଫଟୋ ରଖିଲେ ଚଳିବ, ବହୁ ଫଟୋ ରଖିଲେ ଲାଭ କିଛି ନାହିଁ। ଗୋଟିଏ ଲୋକ ଡଙ୍ଗା ପାରି ହେଇକି ଯାଉଥିଲା, ନଈରେ ପାଣି ହେଇଗଲା, ଡଙ୍ଗା ନଥିଲା, ପାରିଗଲା। କେମିତି ଯିବି ସେ ନାଉରିଆଟି ସେ ପାଖରେ ଠିଆ ହେଇ କହିଲା, କ'ଣ ଗୋଟେ ତୁ ରାମକୁ ଡାକିକି ଦେଇ ପଡୁନୁ, କ'ଣ କଥା? କିଏ ଭାବିଲା ଆଗ ରାମକୁ ଡାକିବି, ଲକ୍ଷ୍ମଣକୁ, ସୀତାକୁ, ହନୁମାନଙ୍କୁ, ଭରତକୁ, ଶତ୍ରୁଘ୍ନକୁ, ତାପରେ କହିଲା ଜଗନ୍ନାଥକୁ, ବଳଦେବକୁ, ସୁଭଦ୍ରାକୁ, ସୁଦର୍ଶନକୁ, ଶିବକୁ, ପାର୍ବତୀ। ଏମିତି ଡାକୁ ଡାକୁ ଅଧଘଣ୍ଟା ହେଇଗଲା। ନଈରେ ପାଣି ମାରି ଆସିଲା, ପାଣିଟା ବର୍ଷା ଦିନେ ବଢୁଛି, ଏ ନଈକି ଦେଇଲା, ବୁଡ଼ିକିରି ମଲା। ତେଣୁ ଅର୍ଚ୍ଚନମ୍, ଠିକ ସମୟରେ ଖାଇବା, ଅର୍ଚ୍ଚନମ୍। ପିତା ମାତା ବା ରୋଗୀ ଶିଶୁ ମଧ୍ୟ ତାଙ୍କୁ ଠିକ ସମୟରେ ଖାଇବାକୁ ଦଉଛ, ଖାଇବାକୁ ଦିଅ, ଔଷଧ ଦିଅ। ତାଙ୍କୁ ଯଦି ରୋଗ ହେଇଛି ତାଙ୍କ ଗୋଡ଼ ହାତ ଟିକେ ଆଉଜି ଦିଅ। ତାଠାରୁ ଅର୍ଚ୍ଚନା ଜମା କୋଉ ଅର୍ଚ୍ଚନ ମୋ ମନକୁ ଯାଏ। ପିତା ମାତା କୋଉଠି ମୋର ବ୍ଲଡ ପ୍ରେସର ଔଷଧ ସଇଲାଣି, ତମେ କହୁଥିବ କାଲିକି ଆଣିବା। ତେଣୁ ଅର୍ଚ୍ଚନମ୍, ଅର୍ଚ୍ଚନ ପରେ ବନ୍ଦନମ୍। ସନ୍ଧ୍ୟାରେ ଯୋଉଠି ଥାଅ, ଏଇ ଆମେ ଆସିଲା ବେଳେ ଦେଖିଲୁ ରାହାମା ହାତରେ ମାନେ ଗାଡି ଆସିପାରୁନି, ଏତେ ମାନେ ଭିଡ଼। ଯୋଉଠି ଥାଅ, ସ୍ୱାମୀ ଶିବାନନ୍ଦ ଗୋଟେ ଭଲ କୀର୍ତ୍ତନ କଲେ। जिस देश में जिस भेष में जिस हाल में जिस देश में जिस भेष में जिस हाल में
ପ୍ରାର୍ଥନା କଲେ ଜୟ ରାଧେ ରାଧେ কৃষ্ণ কৃষ্ণ গোবিন্দ গোবিন্দ জয় রাধে রাধে কৃষ্ণ গোবিন্দ গোবিন্দ রাধে গোবিন্দ 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 বলে সদা সাইরাম কইলে সত্য ভাই মানস ভজরে চরণ ভগত ବାୟା କଣ କରନ୍ତି ଗୋଟିଏ କୀର୍ତ୍ତନକୁ ଗୁରୁତ୍ୱ ଦିଅନ୍ତି ଭଜନି ତାଇ ରାଧେ সমজ হরে কৃষ্ণ হরে বৈকুণ্ঠনাথ গাই উঠিলে জয় গুরু জয় গুরু জয় জগন্নাথ 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 ঠাকুর অভিরাম গাইলে ভজ সত্যনারায়ণ অভিরাম জপ হরে কৃষ্ণ হরে বন্ধু গাইলে ওম কৃষ্ণ মধুসূদন কৃষ্ণ মধুসূদন ওম কৃষ্ণ মধুসূদন ওম কৃষ্ণ মধুসূদন বাসুদেব ভগবান ওম কৃষ্ণ মধুসূদন ଏମିତି କୀର୍ତ୍ତନ ଗାଉଥିଲେ ରାତି ପାଇବ ଇଏ ଗଲା ଗୋଟେ କଥା ତାର ଆଉ ଯାହା ରହିଲା କାଲି କହିଲା ଆଚ୍ଛା ବର୍ତ୍ତମାନ ଅର୍ଚ୍ଚନମ ବନ୍ଦନମ ଯୋଉଠି ଥାଅ ସନ୍ଧ୍ୟାରେ ଚାହା ପିଉଛ ଯେ ଚାହା ପିଇଲା ବେଳେ ତମ ଗୁରୁ ମନ୍ତ୍ର ସ୍ମରଣ କରୁନା ଗଲା ଖାଲି ଜୟ ଗୁରୁ କହୁନା ଠାକୁର ନିଗମାନନ୍ଦଙ୍କର ଜୟ ଗୁରୁ ଅନୁକୂଳ ଚନ୍ଦ୍ରଙ୍କର ଜୟ ଗୁରୁ ବୈକୁଣ୍ଠଙ୍କର ଜୟ ଗୁରୁ ବାୟାଙ୍କର ବି ଜୟ ଗୁରୁ ଶବ୍ଦ ଥିଲା ଇଏ ସେବକ ମଧ୍ୟ ଜୟ ଗୁରୁ କହୁନା ଚା ପିଉଟା ଜୟ କହୁଥା ଆଚ୍ଛା ଇଏ ହେଲା ସ୍ମରଣ ଆଉ ସେ ଖାଲି ଗପିବା ସେ ଦ୍ରୌପଦୀ ସ୍ମରଣ କଲେ ଗଜ ସ୍ମରଣ କଲେ ସେ ଅମୁକ ସ୍ମରଣ କଲେ ସେଇ ତିନି ଚାରିଟା କଥା ଖାଲି ଜାଣିଛ ତାକୁ କହୁଛ ମୁଁ ଯୋଉଟା କହେ ସ୍ମରଣ ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ନା କଣ ଅର୍ଚ୍ଚନ ଗଲା ବନ୍ଦନ ଗଲା ତାପରେ ଦାସ୍ୟ ଦାସ୍ୟ କଣ କଣ ଏଇଠି ରାତି ଯାକ ବସିକି କଥା ଶୁଣିବା ବ୍ୟବସାୟୀ ମାନେ ଏଠି ଗାଇଛନ୍ତି କାହିଁ ଆସିନାହାନ୍ତି ତାଙ୍କ କାମ ପା ସରିନି
କାମଟା ସଇଲେ ଟିକେ ଆସିବେ ନା ଆଉ ସେଇ ଦୋକାନରେ ବସି ଶୁଣୁଛନ୍ତି। ଆଚ୍ଛା ଆପଣମାନେ ରାତି ପାଇଲେ କ'ଣ କରିବେ? ପୁଣି ଏକଥା ଆଜି ଏଠି ବସିବେ। ହଉ ତା 2-3 ଦିନିଆ ହେଇଯିବ, କିନ୍ତୁ କର୍ମ ମୋହର ମୂଳ ବୀଜ ଅଙ୍କୁରି ଉଠେ ଦେବ ଧର୍ମ ମୋହର ମୂଳ ବୀଜ ଅଙ୍କୁରି ଉଠେ ଦେବ ମୋହର ମୂଳ ବୀଜ ଅଙ୍କୁରି ଉଠେ কর্ম কর মানব জীবন কর্ম কেতবে আমি মরিযা কইহবনি, কেতবে আম উপরে গাড়ি চড়িযোগ। এই গাড়ি বেড়া যা উঠুচ্ছেন ইয়ে যুবক মানে মোটর সাইকেল বেড়ে চলাইলা বেড়ে সে ভাবুচ্ছেন সুদর্শন চক্র তাঙ্করি হাতে। পিলা শৃঙ্খলিত হুଅ, ପିଲାମାନେ ଡ୍ରାଇଭର ମାନେ ବାବୁ ମାନେ ମଦ୍ୟ ପିଇକିରି ଗାଡି ଚଲନା, ନିଶାସକ୍ତ ହେଇ ଗାଡି ଚଲନା। କେତେ ଜୀବନ ଚାଲି ଯାଉଛି, ତମ ଜୀବନ ବି ଯାଉଛି, ତମ ପରିବାର ନା ତ ହଉଛି, ଆଉ ବି ଯାହାକୁ ମାଇଲ ତାଙ୍କ ଜୀବନ ବି ଚାଲି ଯାଉଛି। ତମେ ହଉଛ ଚାଣ୍ଡାଳ, ଯୋଉମାନେ ଏଇଭଳି ଭୁଲ କରୁଛ ତମେ ହଉଛ ଚାଣ୍ଡାଳ। জীবরে যার দয়া ନାହିଁ ତେଣୁ ଚାଣ୍ଡାଳ ହୁଅନି। ମଦ ଛାଡ଼, ମାଦକ ଛାଡ଼, ଦେଶ ଗଢ଼, ପରିବାର ଗଢ଼, ଜୀବନ ଗଢ଼। ଇଏ ହଉଛି ଦାସ୍ୟ। କର୍ମ କର। ଦେବର୍ଷିଙ୍କୁ ନାରଦ କହିଲେ ତୁ କଣ ମୋ ବଡ଼ ଭକ୍ତ? ନାରଦ କହିଲେ ଆଉ କିଏ? ବା ସବୁବେଳେ ଆପଣଙ୍କ ନାମ ନଉଛି। ନା ନା ନା, କାମ କ'ଣ କରୁଛୁ? କାମ ଆଉ ମୁଁ କ'ଣ କରିବି? ମୁଁ ତ ସବୁବେଳେ ବୀଣାଟାକୁ ବଜେଇକି ନାରାୟଣ ନାରାୟଣ ହଉଛି। ନା ଗଲୁ ଦେଖିବୁ ସେ ଅମୁକ ଗାଁରେ ସେ ଲୋକଟି କ'ଣ କରୁଛି। ସେ ଗାଁକୁ ନାରଦ ଗଲେ, ବୁଲିଲେ, ଦେଖିଲେ ସେ ଲୋକଟି ହଳ ବୁଲଉଛି, ଚାଷ କରୁଛି, ବାସ କରୁଛି। ଖରାବେଳେ ପଖାଳ ଖାଇକିରି ଶୋଉଛି, ଗାଧେଇ ପଡ଼ି ପଖାଳ ଖାଇକି ଶୋଉଛି, ପୁଣି ଉଠୁଛି ଯାଇ କାମ କରୁଛି। ସନ୍ଧ୍ୟାରେ ବସିକିରି ଟିକେ ଗୁଣୁ ଗୁଣୁ ହଉଛି। ନାରଦ କହିଲେ ଏଇ ଗୋଟେ ବଡ଼ ଭକ୍ତ। ତେଣୁ ଭଗବାନ ବୁଝେଇ ଦେଲେ ମୁଖରେ ନାମ କର, ମନରେ ନାମକୁ ଜପ କର। ଏ ଯୋଉ ହାତ ଗୋଡ଼ ପାଇଛ କାହିଁକି? ଇଏ ହାତ ଗୋଡ଼ ପାଇଛ କାହିଁକି? କାମ କରିବା ପାଇଁ। ନାମ କର, କାମ କର। ଦାସ୍ୟ। ସଖ୍ୟ ଶ୍ରବଣಂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ ସଖ୍ୟ। ଏଠି ପେନାରେ ବନ୍ଧା ହେଲା, ଆକୁ ବାନ୍ଧିଲା କିଏ? ଶିଶିର ବାବୁ ଆକୁ ବାନ୍ଧିଲେ। ଏଠି ମହୋତ୍ସବ ହଉଛି, କରୁଛି କିଏ? ନା ଅମୁକ ବାବୁ କରୁଛନ୍ତି। ଆଜି କାହା ପାଳି ମୋର ମନେ। ଆଚ୍ଛା, ଏଠି ସବୁ ଅନ୍ୟାନ୍ୟ ଯେଉଁ ଯିଏ ଯେଉଁ କାମ କଲା, ଅମୁକ ଲୋକ ବାବା କାମ ପ୍ରଣବାନନ୍ଦ ମନୁ ଭାଇ ସବୁ ଡାକିଲେ, ମୋର ତ ମନେ ନାହିଁ, ମୋ ହାତରେ ଅଛି, ମୁଁ କହିବାକୁ ସମୟ ହଉନି। ତେବେ ସମସ୍ତଙ୍କୁ ନେଇକିରି କାମ କରିବ ନା ଆଉ ପୁରା ଏକଚାଟିଆ ହେଇକିରି କାମ କରିବ? ତା ଦ୍ୱାରା କ'ଣ ଆନନ୍ଦ ଆସିବ? ମିଳିମିଶି କାମ କର।
ଆମ ସନାତନ ଧର୍ମ କହୁଛି ସହନା ଭବତୁ ସହନୌ ଭୁନକ୍ତୁ ସହ ବୀର୍ଯ୍ୟଂ କରବାବହୈ तेजस्विनावधीतमस्तु मा विद्विषावहै। ମିଳିମିଶି କାମ କର। ଏ ପରିବାରର ମଣିଷ ଶାଶୁ ବୋହୂ ମାନେ ପୁଅ ଝିଅ ମାନେ ମନେ ରଖ, ବାପ ମା ମାନେ ମନେ ରଖ, ତମ ପାଇଁ ଏ କଥାଟି ଆଗ କରିବା ଦରକାର। ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କର, ପରିବାର ଗଢ଼ି ଉଠିବ। ଶାଶୁର କେନ୍ଦ୍ରକୁ ବୋହୂର କେନ୍ଦ୍ର ଏତିକି କେନ୍ଦ୍ରରେ ମଣିଷ ବସେ। ତେଣୁ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କର। ବୈକୁଣ୍ଠ समान ଦାସ୍ୟ ଗଲା, ସଖ୍ୟ ଗଲା, ମିଳିମିଶି କାମ। ତାପରେ ହେଲା ଆତ୍ମନିବେଦନ। ଜୀବନ ସାରା ଯାହା କରିଛ, ଭୁଲ କେତେ କରିଛ ତାକୁ ଏକ ସମୀକ୍ଷା କର। ଯିଏ ଭୁଲକୁ ସମୀକ୍ଷା କରି କାନ ନାକ ମୋଡ଼ି ହେଇ ପ୍ରଭୁଙ୍କୁ ପ୍ରାର୍ଥନା କରେ ମତେ କ୍ଷମା ଦିଅ। ଠିକ କରିଛ କେତେ, ଭଗବାନଙ୍କ ପାଦରେ ଗୁରୁଙ୍କ ପାଦରେ ସମର୍ପଣ କରି ଆନନ୍ଦ। ଗୀତାର ଗୋଟିଏ ଶ୍ଲୋକ ଖାଲି କହିଦେଉଛି, କାପନ୍ନ ଦୋଷ ତେଣୁ ଆତ୍ମନିବେଦନ। ଏମିତି କଣ ଗଲା ଗୋଟାଏ ପରେ ଗୋଟାଏ ଭୁଲ କରି ଚାଲିଥିବା। ଆମ ମନରେ ଗୋଟେ ଭାବନା ଅଛି ଆମେ ଯେତେ ଭୁଲ କରୁ ଗଙ୍ଗାରେ ଗାଧେଇ ପଡ଼ିଲେ ପାପ ଗଲା। ଠାରୁ ଗାଈରୁ ପୁଣି ଭୁଲ କଲୁ ପୁଣି ଗଙ୍ଗାରେ ଗାଧେଇ ପଡ଼ିଲୁ। ଗଙ୍ଗା ବିଲକୁଲ ତମକୁ ରକ୍ଷା କରିବେନି। ଗଙ୍ଗା କୂଳରେ ଶପଥ କର, ମୁଁ ଜୀବନରେ ଆଉ କେବେ ବି ଭୁଲ କରିବି। ସେଇଟା ହଉଛି କଥା ନା। ଆଉ ଆଚ୍ଛା, ଇଏ ହଉଛି ଗୋଟେ କଥା। ସାଧୁ ସଙ୍ଗ ଜୀବନରେ କରିଛ? ସାଧୁ ସଙ୍ଗ କହିଲେ କେବଳ ବାବାଜୀ ମାନଙ୍କ ସଙ୍ଗ ବି ନୁହଁ। ବାବାଜୀ ମାନଙ୍କୁ ସମର୍ପଣ ମିଳିବେ। ଭଲ ମଣିଷ ପାଖରେ କେବେ ବହିଛ? ତାଙ୍କ ସାଙ୍ଗରେ ଭଲ ମନ୍ଦ ଦୁଃଖ ସୁଖ ହେଇଛ? ନହିଛ ଯଦି ଆଉ ତମେ ଭଲ ମଣିଷ କେଉଁଠି ହବ? ତେଣୁ ଭାଗବତ କହିଲେ ସର୍ବକୁ ସଙ୍ଗ ଇଏ ଗୋଟେ କଥା ଗଲା। ଇଏ ହେଲା ନ। ଆଉ ନଟି ହେଲା ନମ୍ରତା। ନାସାଗ୍ରକୁ ଧ୍ୟାନ କର, ମନ ସ୍ଥିର ରହିବ। ନମ୍ରତା। ଆଉ ଯାହା ରହିଲା ସେ ପୁଣି କୋଉ ବର୍ଷ ଗୋଟା କେମିତି କରିବା, ଆଉ ଆସିବି କି ନାହିଁ ଏଇଠି କଥା ରହିଲା। ଇଏ ନ ଗଲା। ତାପରେ ଆସିଲା ମୋହ। ମୋହଟି କେତୋଟି? ମୋହଟାକୁ ସମସ୍ତେ କହନ୍ତି ପାଞ୍ଚଟି, କିନ୍ତୁ ବଳିଆ କହେ ଚାରୋଟି। ମୋହ କହିଲେ ମନ, ସୁମନ। ଏଠି ଆପଣ ମାନେ ବହିଛନ୍ତି ସମସ୍ତେ ସୁମନ। ଯେଉଁମାନେ ପୁଷ୍ପଗୁଚ୍ଛ ଅର୍ପଣ କଲେ ସେ ପୁଷ୍ପର ଅନ୍ୟ ନାମ ହେଉଛି ସୁମନ।
ଭଲ ମନରେ ରୋଷେଇ କର, ଭଲ ମନରେ ଖାଇବାକୁ ଦିଅ, ଭଲ ମନରେ କାମ କର, ପରିବାର ଗଢ଼ି ଉଠିବ, ଜୀବନ ଗଢ଼ି ଉଠିବ, ସମାଜ ଗଢ଼ି ଉଠିବ। ନ ସେଇ କଣ ମ ସୁମନ ଗଲା କୁମନ, କୁ କହିଲେ ପୃଥିବୀ, ପୃଥିବୀର ଶାନ୍ତି ପାଇଁ, ଦେଶର ଶାନ୍ତି ପାଇଁ, ରାଜ୍ୟର ଶାନ୍ତି ପାଇଁ ଖାଲି ପ୍ରାର୍ଥନା କଲେ କଣ ବିଶ୍ୱ ଶାନ୍ତି ହବ? ଯେମିତି ଆମର ଦିଆଯାଉଛି ସ୍ଲୋଗାନ, ଗୋ ହତ୍ୟା ବନ୍ଦ ହଉ, ଗୋ ହତ୍ୟା ବନ୍ଦ। ମୁଁ କିଛି କହିଲେ ଚୁପକିରି ବସେ। ଗୋ ହତ୍ୟା ବନ୍ଦ ହବ ବୋଲି କଣ ସ୍ଲୋଗାନ ଦେଇଦେଲେ ଗୋ ହତ୍ୟା ବନ୍ଦ ହେଇଯିବ? ଗୋ ହତ୍ୟା ବନ୍ଦ ପାଇଁ ତେବେ କାମ କରୁଛ କଣ? କେତୋଟି ଗୋମାତା ମାନଙ୍କୁ ବଞ୍ଚେଇଲଣି, ସେଇଟା ହଉଛି ଗୋ ହତ୍ୟା ବନ୍ଦ। ଆଉ ଗୋ ହତ୍ୟା ବନ୍ଦ, ମଇଁଷି ହତ୍ୟା କରୁ, ଇଏ କଣ କଥା? ତେଣୁ ଆଉ ଛେଳି ହତ୍ୟା କଥା ତ ମୁଁ କହିବିନି, କହିଲେ କେହି ମାନିବେନି। କୁକୁଡ଼ା ହତ୍ୟା ତ ସେ ଅନେଇ ବହିଛନ୍ତି କୋଉଦିନ ଆମକୁ ମରିବେ। ତେଣୁ ସଜ୍ଜନ କାମ କରି ବଡ ହୁଅ, ଇଏ ଗପରେ କିଛି ନାହିଁ। ଯୋଉମାନେ କହନ୍ତି ଜୟ ହିନ୍ଦ, ତାଙ୍କୁ ପଚାରେ ତା ମାନେଟା କଣ? ଜିନ୍ଦାବାଦ ତା ମାନେଟା କଣ? ବନ୍ଦେ ମାତରମ୍ ତା ମାନେଟା କଣ? କହନ୍ତି କିଛି ଗୁଣୀ ମାନେ କୁହନ୍ତି, ମାନେ 75 ଭାଗ କିଛି କହିପାରେ। ଆଚ୍ଛା ଆମେ ବି ସାରୁ ଖାଉଛୁ ଭାରି। ଆଚ୍ଛା ବର୍ତ୍ତମାନ କୁମନ ହେଲା ବିଶ୍ୱ ଦେଶ ରାଜ୍ୟର ଶାନ୍ତିର କେନ୍ଦ୍ର। କୁ କହିଲେ ପୃଥିବୀ, ମନେ ରଖିଥିବେ। ଆଉ ତ କୁଶ୍ଚିତ ମନ, ଏଇଟା ଅଲଗା, ତାକୁ କାହିଁ ଏଠି ଆଲୋଚନା କରିବା। ଅମନ, ଯାହା କରୁଛ ଆନ୍ତରିକତାର ସହିତ କର। କାହାକୁ 100ଟି ଟଙ୍କା ଦବ, ତମେ କହିବ ଆଜି ଗୁରୁବାର ଜଣେ ଖାଇବାକୁ ମାଗିଲା କି ଜଣେ ଟଙ୍କା ଉଦ୍ଧାର ମାଗିଲା, ଆଜି ମାର୍ଗଶିର ମାସ ଗୁରୁବାର, ମୁଁ ଆଜି ଟଙ୍କା ଦେବି, କାଲି ଦେବି। ଯିଏ ଦିଏ ସିଏ ହିଁ ଲକ୍ଷ୍ମୀଙ୍କର କୃପା ଲାଭ କରେ। ଗୁରୁବାର ଭଲ କରି ଦିଅ, ଭଲ କରି ଦାନ କର। ଗୁରୁବାର ଓଷାରେ ଯୋଉ ଚାଉଳରେ କଣ କ୍ଷୀରି ଫିରି କରନ୍ତି, ତାକୁ ବି କାହାକୁ ଖାଇବାକୁ ଦିଅନ୍ତିନି, ତାହେଲେ ଲକ୍ଷ୍ମୀ ପଳେଇବେ ପରା। ଏ ଲକ୍ଷ୍ମୀ ମାନେ କଣ? ଲକ୍ଷ୍ମୀଙ୍କ ମନ୍ଦିର କୋଉଠି? ପୁରୀରେ। ଏଇ ଯୋଉ ଧାନ କିଆରି, ଶସ୍ୟ କେଦାର, ଏ ବନ ଜଙ୍ଗଲ, ଏଇ ପରା ଲକ୍ଷ୍ମୀଙ୍କ ମନ୍ଦିର। ତମେ କି ପଥର ମୂର୍ତ୍ତିର ଲକ୍ଷ୍ମୀ ମନ୍ଦିର କରି ଦେଖେଇ? ସରସ୍ୱତୀଙ୍କ ମନ୍ଦିର କିଏ? ଏଇ ପରା ଆମର ଏଠି ଯୋଉ ସ୍କୁଲ ମାନଙ୍କ ନାଁ କହିଲି, କଲେଜ ନାଁ କହିଲି, ଏଇ ହଉଛନ୍ତି ସରସ୍ୱତୀଙ୍କ ମନ୍ଦିର। ଲକ୍ଷ୍ମୀଙ୍କ ମନ୍ଦିରର ପୂଜାରୀ କୃଷକ, ସରସ୍ୱତୀଙ୍କ ମନ୍ଦିରର ପୂଜକ ହଉଛନ୍ତି ଆମର ଶିକ୍ଷାବିତ୍ ମାନେ। ମହାକାଳୀ ମନ୍ଦିର, ମଣିଜଙ୍ଗା ହସ୍ପିଟାଲ, ଜଗତସିଂହପୁର ହସ୍ପିଟାଲ, କଟକ ହସ୍ପିଟାଲ, ଆପୋଲୋ, ଯେତେ ଡାକ୍ତରଖାନା, ଏ ସବୁ ମହାକାଳୀଙ୍କ ମନ୍ଦିର। କାଳବୃକ୍ଷରୁ ରକ୍ଷା କରୁଛନ୍ତି। ମହାଦୁର୍ଗା ମନ୍ଦିର ହଉଛି ସୀମାନ୍ତ, ଯୋଉଠି ସୈନିକ ମାନେ ଆମକୁ ଜଗିଛନ୍ତି। ସବୁ ପୋଲିସ ଷ୍ଟେସନ, ଇଏ ହଉଛନ୍ତି ମହାଦୁର୍ଗାଙ୍କ ମନ୍ଦିର। ମୁଁ ମୋର ଏଇଆ କହୁଛି, ତମ ମନକୁ ଗଲେ କେତେ, ନ ଗଲେ କେତେ, ମୋର କଣ? ତେଣୁ ସଜ୍ଜନ, ଏଟା କୋଉ କଥାରୁ କଣ କହିଲେ? ଭାଇ ଅମନ କଥା କହୁଛି ବା, ଅମନ। ଆଉ ଗୋଟେ ଅମନ ହଉଛି ଅଳସୁଆ ମନ। ଆମ ସରକାର ବର୍ତ୍ତମାନ ସବୁ ଦଉଛନ୍ତି କଣ?
କ'ଣ ସବୁ କେତେ ଯୋଜନା ତାକୁ ବଳିଆ ଯୋଜନାଟା ହେଇନଥିଲା ଏବେ କ'ଣ ବଳିଆ ଯୋଜନା ହେଲା କାଳିଆ ଯୋଜନା ଲକ୍ଷ୍ମୀ ଯୋଜନା ଅମୁକ ଯୋଜନା ଢମୁକ ଯୋଜନା ଲକ୍ଷ୍ମୀ କ'ଣ ଏମିତି ହେଲା ତେବେ ସେମିତି ଜଣେ ରାଜା ଥିଲେ ଏ ସବୁ ଲୋକଙ୍କୁ ବହୁତ କ'ଣ ଦଉଥିଲେ କ'ଣ ତାକୁ କହନି ପେନସନ୍ ଦଉଥିଲେ ଦିନେ ତାଙ୍କ ମୁଣ୍ଡରେ କ'ଣ ପଡ଼ିଲା ମନ୍ତ୍ରୀ କହିଲେ ମନ୍ତ୍ରୀ ଆମର ଗୋଟେ ଅଳସୁଆ ଭତ୍ତା ଦେବା ଆଉ ଭତ୍ତା ଯେମିତି ଆମର ବାର୍ଦ୍ଧକ୍ୟ ଭତ୍ତା କିନ୍ତୁ ଦେଖନ୍ତୁ ବିଜୁ ସ୍ୱାସ୍ଥ୍ୟ ଯୋଜନା ବା ପ୍ରଧାନମନ୍ତ୍ରୀଙ୍କର ଏଇଟା କୋଉ ଯୋଜନା ଆୟୁଷ୍ମାନ ଯୋଜନା ମତେ ଏତେ ଭଲ ଲାଗେ ଲୋକ ଗୁଡାକ ବଞ୍ଚି ଯାଉଛନ୍ତି ଗରିବ ଲୋକ ଏଇ ଯୋଉ ଚାଉଳ ଦିଆ ହଉଛି ଗଣ୍ଡିଏ ଗଣ୍ଡିଏ ସମସ୍ତଙ୍କୁ ଦଉଛନ୍ତି ସେଇଟା ଭୁଲ ହେଇଯାଉଛି ନା ଅଳସୁଆ ଗୁଡାକ ବସି ଯାଉଛନ୍ତି ମୁଁ ଦେଖିଛି ଅନେକ ମା ମାନଙ୍କ ଆଖିରେ ବଳିଆ ଦେଖିଛି ଅନେକ ବୟସ୍କ ବାପା ମାନଙ୍କ ଆଖିରେ ଲୁହ କହନ୍ତି ବାବୁ 500 ଟଙ୍କା ବାବା 500 ପୁଅ ବୋହୁ ପଚାରନ୍ତି ନାହିଁ ଏଇ 500 ଟଙ୍କା ଆଉ ଚାଉଳ କେତେ କିଲୋ ପାଇଁ ଆମେ ବଞ୍ଚି ସେଇଠି ମୁଁ ଭାରତ ସରକାର ଓଡ଼ିଶା ସରକାର ମୋ ରାଜ୍ୟ ସରକାରଙ୍କୁ ମୁଁ ଧନ୍ୟବାଦ ଦିଏ ଯେ ପ୍ରକୃତରେ କେତେ ଗୁଡ଼ାକ ଲୋକ ବଞ୍ଚି ଯାଉଛନ୍ତି ମୁଁ ବିଜେଡି ବିଜେପି କଥା କହୁନି ଏଇ ଯୋଉ ମହାପୁରୁଷ ମାନେ ଏଠି ବସିଛନ୍ତି ଏକ ବିଜେଡି ବିଜେପି ଆମ ଭାରତର ସ୍ୱାଧୀନତା ପରେ ଯେତେ ପ୍ରଧାନମନ୍ତ୍ରୀ ଆମ ଉତ୍କଳ ପ୍ରଦେଶ ଗଠନ ହେବା ପରେ ଯେତେ ମୁଖ୍ୟମନ୍ତ୍ରୀ ଯେଉଁମାନେ ଆସିଛନ୍ତି ଯୋଉ ଦଳର ସେମାନେ ଯାହା କରିଛନ୍ତି ତାକୁ ମାନିବାକୁ ପଡ଼ିବ ସବୁବେଳେ ଗୋଟାଏ ସମାଲୋଚନା କ'ଣ କାଲି ଗୋଟାଏ ମିଟିଂରୁ ମୁଁ ଆସୁଛି ମତେ ଘେରିଗଲେ ସାମ୍ବାଦିକ ମାନେ ମୋ ଖାଇବା ଟାଇମ୍ ଗୋଳମାଳ ହେଇଗଲେ ମୋ ଦେହ ଖରାପ ହେଇଯାଉଛି ଜଣେ ବେଦେଲା ଜଗନ୍ନାଥଙ୍କ କାମ ହେଉଛି ଆପଣଙ୍କୁ ଭଲ କିଏ କହୁଛି ମତେ ମୋର ହେତୁ କ'ଣ ହେଉଛି ଭଲ କାମ ହେଉଛି ଆଉ କ'ଣ ଆରେ ତା ଜଗନ୍ନାଥ ଏତେ ଖୁସି ତ ଆଉ ଜଣେ ପଚାରିଲେ ମୋ ମନ ତ ବିଗିଡ଼ିଗଲା ଆଉ ମୁଁ କହିଲି ମୁଁ ଜଗନ୍ନାଥ ସାଙ୍ଗରେ କଥାବାର୍ତ୍ତା ହେଇନି ଆପଣ ଜଗନ୍ନାଥଙ୍କୁ ପଚାରିବେ କହିଲେ ଏହା କହିଲି ପଳେଇ ସବୁ କଥାକୁ ବିରୋଧ କରିବା ଆମର ଗୋଟାଏ ଅଭ୍ୟାସ ହେଇଗଲା ତେବେ ଏ ସଜ୍ଜନ ଆଜି ଏଇ ଚାଉଳ ବାଉଳ କ'ଣ ଗୋଟାଏ ମିଳୁଛି ଅନେକ ଲୋକ ବଞ୍ଚି ଯାଉଛି ପୁଅ ବୋହୂ ମାନେ ଘରୁ ତଡ଼ି ଦଉଛନ୍ତି ଆଉ ସେଟା କହିବି କ'ଣ ହଉ ବର୍ତ୍ତମାନ କ'ଣ ହେଲା ରେ କୋଉଟା କହୁଥିଲି ପରେ ଅଳସୁଆ ସିଏ ଗୋଟେ ରାଜା ହଉଛି ଅଳସୁଆ ଭତ୍ତା ଡିକ୍ଲାର କଲେ ରାଜ୍ୟରେ ପ୍ରଚାର ହେଇଗଲା ଅଳସୁଆ ଆସିବେ ଅଳସୁଆ ଯାକ ଗୋଟେ ଆଗ ରିହର୍ସେଲ୍ କଲେ ଅଳସୁଆ ହବାକୁ ହେଲେ ମୁଣ୍ଡ କେମିତି ହଲିବ ହାତ କେମିତି ହଲିବ ପାଦ କେମିତି ଚାଲିବ ରିହର୍ସେଲ୍ ଆପଣ ଯାକ କରି ସକାଳୁ ଆଇଲେ ହଜାର ହଜାର ଅଳସୁଆ ମନ୍ତ୍ରୀ କହିଲେ ମହାରାଜ ଦେଖନ୍ତୁ ଅଳସୁଆ ରାଜା କହିଲେ ରାଜପ୍ରସାଦ ଶୂନ୍ୟ ଆଉ କ'ଣ ଆଙ୍କ ଭତ୍ତା ଦେବା ମନ୍ତ୍ରୀ କହିଲେ ଆପଣ ଟିକେ ଘର ଭିତରେ ବସନ୍ତୁ ମୁଁ ତାକୁ ଠିକ୍ କରିଦେଉଛି ମନ୍ତ୍ରୀ ଯୋଉ ଜଣେ ମାଇକିରେ ଧରିଦେଲା ଆମ ପ୍ରଣବଙ୍କ ଭଳିଆ ମାଇକ ଧରିବି କହିଲେ ଭାଇମାନେ ଯେଉଁମାନେ ଅଳସୁଆ ତାଙ୍କୁ ପରୀକ୍ଷା କରାଯିବ ଚାରି ଭାଗ ଯାକ ନିଆଁ ଜଳିବ ଯିଏ ମଝିରେ ଶୋଇପାରିବ ସେଇ ଗୋଟାକ ଅଳସୁଆ ତାକୁ ଆମେ ଭତ୍ତା ଦେବା ପେଲା ପେଲି ହେଇ ସବୁ କିଏ କୁଆଡ଼େ ଗଲେ 2 ଜଣ ଅଳସୁଆ କେବଳ ସେ ଶୋଇଲେ ଏମିତି ଅଳସୁଆ ଯେ ସେ ନିଆଁ ଥଣ୍ଡା ଆସି ଜଣଙ୍କ ପିଠି ଉପରେ ପଇଲା ସିଏ ଗୋଟେ ଆର ଅଳସୁଆକୁ କହୁଛି ଭାଇ ପିପୋ ତାମାନେ ପିଠି ପଡ଼ିଗଲା ପୁରା ଭାଷା ବି କହିପାରୁନି ଆଉ ଗୋଟେ ଅଳସୁଆ ସବୁ ସିଏ ବି ଆଉ ଆର ଅଳସୁଆ ଶୋଇପଡ଼ ତେଣୁ ମନ୍ତ୍ରୀ କହିଲେ ଏଇ 2 ଜଣ ଅଳସୁଆ ଭତ୍ତା ଦେବେ ଶରୀର ମନ ରଖ
प्रफुल्ल सदा सकल शरीर मन रख प्रफुल्ल ଇଏ ଗଲା ଅ କଥା ଅମନ ସୁମନ କୁମନ ଅମନ ବିମନ ବିଶେଷ ଭାବରେ କର୍ମ କରିବା ପାଇଁ ମନକୁ ଜାଗ୍ରତ କର ଉଦ୍ଦିଷ୍ଟ ଜାଗ୍ରତ ଇଏ ହଉଛି ବିମାନ ବିକ୍ଷିପ୍ତ ମନ ହୁଅ ନା ବିମାନ ଉଠ ବିଶେଷ ମନ ବଳିଆର କାର୍ଯ୍ୟ ସରିବ ଆଉ କିଛି କାର୍ଯ୍ୟ କରିବେ ଇଏ ରାହାମା ପଡ଼ିଆରେ କେତେ କାର୍ଯ୍ୟ ହଉଛି ପଡ଼ିଆ ବି ଥର ଆଇଛି ଆଉ ସଜ୍ଜନ ଏଇ ମନ ଶ୍ରୀନାଥ ଧାମ ଆକୁ ପୁଣି ବାକ୍ୟ କଲେ ଆହୁରି ସମୟ ଲାଗିବ ଆଉ ଫେର ବୁଝିବା ତେଣୁ ନମଇ ନ ଗଲା ମ ଗଲା ଇ କଣ ଈଶ୍ୱର ଈଶ୍ୱର କିଏ ଆଉ ଏଇଠି ବହିଛନ୍ତି ଗୁରୁଙ୍କୁ ନମଣି ଗୁରୁ ପୁଣି କିଏ ମାତା ପିତା ଇଏ ହଳକା ଯାକ ଗୁରୁ ମାତା ପିତା ଅଜା ଆଈ ଆମେ ଗୋଟେ ନାମ କରୁଛୁ କ'ଣ ଯେ କହିଲେ କର ମୋର ଭୁଲିଗଲି ଶିଖିଛ जे मामा बापा भाई भक्ति मोरा सबूरी मथे खेलंती आमरी सोरा जे मामा बापा भाई सबूरी मथे खेलंती आमरी सोरा ଈଶ୍ୱର ସବୁ ସମସ୍ତେ ଆମେ ଗୋଟେ ଭାବୁଛୁ କେବଳ ସଦ୍ଗୁରୁ ମାନେ ଈଶ୍ୱର ସେ ଠିକ ଅଛି କିନ୍ତୁ ସମସ୍ତଙ୍କୁ ନେଇକିରି ତୁମେ ଈଶ୍ୱରଙ୍କର ପୂଜା କର ଆଉ ନମଇଟି ଗଲା ନୃସିଂହ କାଲିକି କହିବି ଆଉ ରାତି ପାଇଯିବ ଆଉ କହିବି କ'ଣ ରାତି ପାଇବ ମାନେ ଆପଣ ବୋର ହେଇପାରିବେ ଆଉ କିନ୍ତୁ କେତେ ସୁନ୍ଦର ପଦଟିଏ ଜଗନ୍ନାଥ ଲେଖିଲେ ନମଇ ନୃସିଂହ ପଦରେ ସମଗ୍ର ଭାଗବତ ସମଗ୍ର ଗୀତା ପୁରୀ ରହିଛି ମୁଁ ଯେତିକି ଚିନ୍ତା କରିଛି ତାଠାରୁ ଆହୁରି ଅଧିକ ବି ଅଛି ବୟସ ଅତିକ୍ରାନ୍ତ ହେଉଛି କହିବାକୁ ଧୈର୍ଯ୍ୟ ରହୁନାହିଁ ଏତେ କାମ କରିବା ପାଇଁ ଆଉ କଷ୍ଟ ହେଉଛି ଏଇଠି ଗୋଟିଏ ମା ମୋ ଗୋଡ଼କୁ ଦେଖିକିରି ପଚାରିଲା ମା ସେ ମାଆକୁ ମୁଁ ଧନ୍ୟବାଦ କହୁନି ପ୍ରଣାମ କରୁଛି ତାର ଏଇ ଗୋଡ଼ ଉପରେ ଦୃଷ୍ଟି ପଡ଼ିଲା ଇଏ ଗୋଡ଼ଟି ମୁଁ ଏମିତି ଅବସ୍ଥାରେ ଅଛନ୍ତି ବିଶେଷ କିଛି ହେଇନି ଯାହା ହଉ ଗୋଟେ ବନ୍ଧା ହେଇଛି କିନ୍ତୁ କାମ କରୁଛି ବଳିଆ ମୁଁ କହିଲି ନା ସମସ୍ତେ କହୁଛନ୍ତି ବାବା ବିଶ୍ରାମ ନିଅନ୍ତୁ ଥରେ ବିଶ୍ରାମ ନେଇ ଦେବି ସମାଧିର କୋଳରେ ବିଶ୍ରାମ ନେବି ଅନନ୍ତ କାଳ ପର୍ଯ୍ୟନ୍ତ ଆଜି ବଞ୍ଚିଛି ଗୋଟେ ଗୋଡ଼ ଟିକେ କ'ଣ ଭାଙ୍ଗିଗଲା ବୋଲି ମୁଁ ବିଶ୍ରାମ ନେବି ତା ହବ ମାତ୍ର 4ଟି ଦିନ ଆଶ୍ରମରେ ରହିବି ତାପରେ ପୁଣି ଚାଲିଛି ଖାଲି ଓଡ଼ିଶା ନୁହେଁ ଓଡ଼ିଶା ମାଟିର ମୋ ମା ଜଗତସିଂହପୁର ଜିଲ୍ଲା ଉତ୍କଳ ଜନନୀର କୃପାରେ
ଆଜି ଭଳିଆ ଓଡ଼ିଶା, ବେଙ୍ଗଲ, ବିହାର ସବୁ ଜାଗାରେ, ମଧ୍ୟପ୍ରଦେଶ, ରାଜସ୍ଥାନ ସବୁଆଡ଼ୁ ଡକରା ହେଉଛି, ପ୍ରୋଗ୍ରାମ ମଧ୍ୟ ଚାଲିଛି। ତେଣୁ ଆମ ଅଞ୍ଚଳରେ ଏଇ ଯେଉଁ ନୃସିଂହ ଭଗବାନଙ୍କର ଆସ୍ଥାନଟି ରହିଛି, ଏଇଟା ପ୍ରକୃତ ପରଶୁରାମ କ୍ଷେତ୍ର। ଆମର ଯେଉଁ ଝଙ୍କଡ଼ ଇଏ ହେଉଛି ପରଶୁରାମ କ୍ଷେତ୍ର। ମା ଶାରଦା କୃପାମୟୀ, ମା ଶାରଦା ବିଲ, ମା ଶାରଦା ଇଏ ପରଶୁରାମ ୟାଙ୍କୁ ଉଦ୍ଧାର କରିଥିଲେ। ଏଇ ପରଶୁରାମ କ୍ଷେତ୍ରର ଅଧିପତି ହେଉଛନ୍ତି ନୃସିଂହ। ନୃସିଂହ ତେରମାଣପୁରରେ ପୂଜା ପାଇବା ପୂର୍ବରୁ ଜଗନ୍ନାଥପୁର ଅଞ୍ଚଳରେ ନୃସିଂହ ପୂଜା ପାଉଥିଲେ। ଏଇ ପୂଜା ବି ପାଉଛନ୍ତି। ଆଉ ଭଲ ମହତବତା ନଦୀରେ ପୂଜା ହଉନଥିବେ। ଆଉ ତେରମାଣପୁରରେ ନୃସିଂହଙ୍କର ଆବିର୍ଭାବ ହୋଇଛି ଏବଂ ତାଙ୍କ ପାଇଁ ଅନେକ ଲୋକ ମଧ୍ୟ ଡାକ୍ତରଖାନାକୁ, ଯେଉଁମାନେ ଆଜି ସିନା ଡାକ୍ତର ଆମ ଘର ପାଖରେ ପହଞ୍ଚି ଯାଉଛନ୍ତି, କେଉଁ ଡାକ୍ତର କେଉଁଠି ଥିଲେ। ଯାହା ହଉ, ସେ ନରୀ ବାବାଙ୍କୁ ପ୍ରଣାମ ଜଣାଉଛି, ତାଙ୍କ ପୁଅ ନାତି ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ନମଇଟି କଥା ସଇଲା, ନୃସିଂହ କଥା ଯଦି ମନେ ପଡ଼ିବ କାଲିକି କହିବି। ଆମେ ଯେଉଁ କାର୍ଯ୍ୟ କରୁଛୁ, ଇଏ କାର୍ଯ୍ୟର ଅଞ୍ଚଳ ହେଉଛି ରାହାମା। ଇଏ ରାହାମାଟି କ'ଣ ବୁଝିଲେଣି? ଇଏ କ'ଣ କମ୍ବଳ ଆଲୋଚନା ନା କ'ଣ? ସିଏ ହଉଛନ୍ତି ଭଗବାନ, ହଉଛନ୍ତି ରାସେଶ୍ୱର। ରାଧିକା ହଉଛନ୍ତି ରାସେଶ୍ୱରୀ। ରା ଶବ୍ଦ ହଉଛି ଆହ୍ୱାନାତ୍ମକ ଶବ୍ଦ, ଆବାହନ ଆତ୍ମକ ଶବ୍ଦ। ଦକ୍ଷିଣ ଭାରତରେ ଆକୁ ରା କୁହାଯାଏ। ରା ରଯୁକ୍ତ ଆ, ର କହିଲେ ରସ। ରସ କେତୋଟି? 9ଟା ରସ। ତାକୁ ବି କହିବାକୁ ସମୟ ନାହିଁ। ତେବେ ର କହିଲେ ଦୁଇଟି କଥାକୁ, ଦୁଇଟି ଦେବତାଙ୍କୁ ଆମେ ମନେ ପକେଇବା। ଗୀତାରେ ସେ ଅଛନ୍ତି, ସେଇ ହଉଛି ବିଜ୍ଞାନ, ସେଇ ହଉଛି ଆଧ୍ୟାତ୍ମିକ। ରସଃ ମପ୍ସୁ କୌନ୍ତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟ। ସୂର୍ଯ୍ୟ ଆଉ ଚନ୍ଦ୍ର ଇଏ ଦୁଇଟିଙ୍କି ପାଇଁ ଇଏ ପୃଥିବୀ ଚାଲିଛି। ଆଚ୍ଛା, ସୂର୍ଯ୍ୟ ଯଦି କହିବେ ମୁଁ ବହୁତ ଦିନ ହେଲା କାମ କଲେଣି, ମୁଁ ଟିକେ ସିଏଲ ନେଇକି 15 ଦିନ ଘରକୁ ଯିବି, ପୃଥିବୀ ରହିବ? ସୂର୍ଯ୍ୟ ଯଦି ନ ରହିବେ ଚନ୍ଦ୍ର ଆପେ ଆପେ ପଳେଇବେ। ସୂର୍ଯ୍ୟଙ୍କ ରଶ୍ମିରେ ଚନ୍ଦ୍ର ଉଦ୍ଭାସିତ। ସୂର୍ଯ୍ୟ ଯଦି ନ ରହିବେ ପୃଥିବୀ କୁଆଡ଼େ ଧ୍ୱଂସ ହେଇ। ଇଏ ପୃଥିବୀଟି ଶୂନ୍ୟରେ ଝୁଲୁଛି, ତାକୁ କିଏ ଝୁଲଉଛି? ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି। ଏ ଶିକ୍ଷାବିତ ଅଞ୍ଚଳ, ତାକୁ ଠିକ ବୁଝିବେ। ମହାକର୍ଷଣ କହିଲେ କୃଷ୍ଣ। କୃଷ୍ଣଙ୍କର 8ଟି ରାଣୀ ଥିଲେ, ସୂର୍ଯ୍ୟଙ୍କର ମଧ୍ୟ 8ଟି ରାଣୀ। 8ରେ 8ଟିରେ। ତେଣୁ ସଜ୍ଜନ, ବିଜ୍ଞାନ କହିଲେ ଅନେକ ଲୋକ ଏଗୁଡ଼ାକ ବିଜ୍ଞାନ ବାବୁ ପଢ଼ିବାକୁ ହେଇଛି ନା କ'ଣ? ତେଣୁ ଏକଥା ନୁହେଁ। ପୃଥିବୀ, ଚନ୍ଦ୍ର ଆଉ ସୂର୍ଯ୍ୟ ଇଏ ତିନୋଟିକି ଯିଏ ମାନେ, ତାର ସମସ୍ତ ଗ୍ରହ ରିଷ୍ଟାରିଷ୍ଟ ଖଣ୍ଡନ ହେଇଯାଏ।
ସ୍ନାନ ପରେ ସୂର୍ଯ୍ୟଙ୍କୁ ନମସ୍କାର କରିବ, ତାଙ୍କୁ ପୌର୍ଣ୍ଣମାସୀ ରୂପରେ ପ୍ରଣାମ ଜଣାଇବ। ଏଇ ସୂର୍ଯ୍ୟ ଚନ୍ଦ୍ରଙ୍କ ପାଇଁ ପୃଥିବୀରେ ସମୁଦ୍ର, ନଦ ନଦୀ, ଆମ ଦେହରେ ରକ୍ତ, ଆମ ଆଖିର ଲୁହ ସୃଷ୍ଟି ହେଉଛି। ଏଇ ରକୁ କେନ୍ଦ୍ର କରି ରମ ନୁହେଁ ତେଣୁ ସଜ୍ଜନ ଇଏ ରଟା ଆରେ ପରିଣତ ହେଲା ଆମ ହୃଦୟରେ। ଠାକୁର କୋଉଠି, ନୃସିଂହ କୋଉଠି ଅଛନ୍ତି? ଦେରବାଣପୁରେ ଅଛନ୍ତି। ଆଉ କୋଉଠି ଅଛନ୍ତି? ହୃଦୟରେ। ଗୀତା କହୁଛନ୍ତି ଈଶ୍ୱର ସର୍ବଭୂତାନାଂ ହୃଦୟେଶ୍ୱର ତିଷ୍ଠତି। ବାବୁ ମାନେ, ମା ମାନେ ଟିକେ ରାତି ପାଇଲା ବେଳେ କହିଲା ବେଳେ ଟିକେ ହୃଦୟକୁ ଚିନ୍ତା କରିବେ। ଆମ ଶାରଦା, ବିଲମା ଶାରଦା, ସେ କୋଉଠି ଅଛନ୍ତି? ନାଭିରେ। ନାଭି ଚକ୍ରକୁ ଧ୍ୟାନ କରିବେ। ଆପଣ ଗୁରୁବାର ଶାରଦାଙ୍କ ପାଖକୁ ଯାଉଥିଲେ, ଜର ହେଲା, ଯାଇପାରିଲେନି। ନିଜର ନାଭି ଚକ୍ରକୁ ଧ୍ୟାନ କରି ନମସ୍କାର। ଆପଣ ଶିବଙ୍କ ଦର୍ଶନକୁ ଯାଇପାରିଲେନି। କୋଉଠି? ଏ ଶିବଙ୍କ କ୍ଷେତ୍ର ହଉଛି କଣ୍ଠ। କଣ୍ଠକୁ ଧ୍ୟାନ କରି ଓମ୍ ନମ ଶିବାୟ ଯଥେଷ୍ଟ। ତେଣୁ ଇଏ ମାନେ ଆମରି ଭିତରେ ସବୁ କଥା ଅଛି। ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ ଜାଣିଛି ସୁଜାନି କହିବ। ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ ଜାଣିଛି ସୁଜାନି କହିବ। ରାହାସଟା କ'ଣ କହିଲେ? ରାଧାକୃଷ୍ଣ ରାହାସ, ଗୋପୀକୃଷ୍ଣ ରାହାସ। ଇଏ ଗଲା ଆମେ କହୁଥିବା ଲାଗି ପଡ଼ିକି ଗଲା 1000 ବର୍ଷ ହେଲା ସିଏ ଗପୁଛେ। ଯିଏ ଗପୁଛନ୍ତି ଗପୁଛନ୍ତି। ଆଜି ରାହାମାରେ ରାହାସ ଚାଲିଛି। ଶିଶୁ ମନ୍ଦିରରେ ନା ଇଂରାଜୀ ମନ୍ଦିରରେ ଗୋଟେ କ'ଣ କାର୍ଯ୍ୟକ୍ରମ ଆମ ଆରି ପରେ ପରେ ହବ, ଆନୁଆଲ ଫଙ୍କସନ୍, ଜୁବୁଲି ନା ଜୟନ୍ତୀ ନା କ'ଣ, ସେ ବି ରାହାସ। ରାହାମା ବଜାରରେ କିଣା ବିକା ଚାଲିଛି। ରାହାସ। ତେଣୁ ସଜ୍ଜନ ମହୋତ୍ସବ ହବ। ସାତ୍ବିକ ଭୋଜନ, ଭାତ ଡାଲମା, ଖେଚୁଡ଼ି ସନ୍ତୁଳା, ଇଏ ସବୁ ରାହାସ। ଆନନ୍ଦ ବଜାର ସେଠି, ଏଠି ଅଛି ନିତ୍ୟାନନ୍ଦ ବଜାର। ରାହାସ। ଆମ ଘରେ ଆମ ବାପ ମା, ଭାଇ ଭଉଣୀ, ରାହାସ। ରାହାସର ପ୍ରତୀକ ଜଗନ୍ନାଥ। ଭାଇ ଭଉଣୀର ଅପୂର୍ବ ମିଳନ। ତେଣୁ ଜଗନ୍ନାଥ ମୋର ପୂଜ୍ୟ। ସେ ଭାଇ ଭଉଣୀ ତତ୍ତ୍ୱଟାକୁ ନେଇଛନ୍ତି। ବଡ଼ ଭାଇ, ସାନ ଭାଇ, ଭଉଣୀ। ଆମେ ତ ଭାଇ ଭାଇରେ ମକଦ୍ଦମା କରିବୁ, ଭାଇ ଭାଇକି ମର୍ଡର କରିବୁ। ଭଉଣୀ ମକଦ୍ଦମା କରିବ ଭାଇ ରାଜ, ଆଉ ରାଜ କେମିତି ହବ? ତେଣୁ ଅହଙ୍କାର ଛାଡ଼, ପରିବାର ଗଠନ କର, ଜୀବନ ଗଠନ କର। ମଦ୍ୟ ମାଦକ ଖାଉଛ, ଈଶ୍ୱର କୋଉଠି ଅଛନ୍ତି? ହୃଦୟରେ। ଶିବ ଅଛନ୍ତି କଣ୍ଠରେ, ଶାରଳା ଅଛନ୍ତି ନାଭିରେ, ନୃସିଂହ ଅଛନ୍ତି ହୃଦୟରେ। ଆଉ କୋଉ ମହାଦେବ ଥିବେ? ଇଏ ମହାଦେବ ଅଛନ୍ତି କଣ୍ଠରେ। ଏ ଯୋଉ ମଦ୍ୟ ପିଉଛ, କାହାକୁ ଦଉଛ? କାହାକୁ ଦଉଛ? ଈଶ୍ୱରଙ୍କୁ ଟିକେ ମଦ ଖୁଆଉଛ। ଆଉ ମନ୍ଦିରର ପଥର ମୂର୍ତ୍ତି, ତା ଭିତରେ ଠାକୁର ଅଛନ୍ତି।
ସେଠି କଦଳୀ ଖୁଆଉଛ କିନ୍ତୁ ନିଜେ ମଦ ପିଉଛ, ଇଏ କ'ଣ କଥା? ସରସ, ବାଉଁଶୁକା, କୁଟୁକା ଆକୁ ଖାଇକିରି ଗୋଟେ ରାହସ ସୃଷ୍ଟି କରୁଛ ମେଡିକାଲରେ। ଅଳ୍ପ ବୟସରେ ଜୀବନ ଚାଲି ଯାଉଛି। ଏହାଠାରୁ ବଳି ଦୁଃଖ ଆଉ କିଛି ନଥାଇପାରେ। ମୋ ସୁନା ପୁଅ ଝିଅ ମାନେ ଏଥିରୁ ଏସବୁ ଫେରି ଆସ। ଆଉ ଯୋଉ ବାପା ମାନେ ମଦ ପିଉଛନ୍ତି ମୁଁ ତାଙ୍କୁ ବାପା ବୋଲି ସ୍ୱୀକାର କରେନି। ଯୋଉ ମା ମାନେ ଛୁଆ ମାନଙ୍କୁ କାଖେଇକିରି ତାଙ୍କ ବାପ ଘରକୁ ପଳାଉଛନ୍ତି, ଶାଶୁ ଘରକୁ ବୁଲିଛନ୍ତି, ତାକୁ ବି ମୁଁ ମା ବୋଲି କହେନି। ଭାବେ ଅଳ୍ପ ଭାବେ ମା ତୁମେ ମମତାର সীমাহীন সাগর তুলে আমায় দেখো তারণে মানুরে সীমাহীন সাগর তুলে আমায় দেখো তারণে। ଏ ମା ତୁମେ ଯଶୋଦା ହୁଅ। ଯଶୋଦା ଯୋଉ ପୁଅକୁ ଜନ୍ମ କରି ନଥିଲେ ତାକୁ ସେ ପୁଅ ଭଳିଆ ପାଳୁଥିଲେ। ତମେ ନିଜ ପୁଅକୁ ସ୍ୱାମୀ ପାଖରେ ଛାଡ଼ି ଦେଇ ତମେ ପଳଉଛ। ଅନେକ ପୁଅ ଝିଅ ଦିଟାକୁ ଛାଡ଼ି ଆଗକୁ ଚଳିଯାଉ। ଏ ମା ମାନେ ଇଏ ଭୁଲ କର ନା। ଯଶୋଦା ହୁଅ, ନାଇଁ ତ ଦେବକୀ ହୁଅ। ଯଶୋଦାଙ୍କ ପାଖରେ ପୁଅଟାକୁ ଛାଡ଼ିଦେଲେ ପୁଣି ଦେବକୀ ଖୋଜିଲେ ମୋ ପୁଅ ମୋ ପାଖକୁ ଫେରି ଆସୁ। ସେ ଦେବକୀ। ଏ ବାପା ମାନେ ନନ୍ଦ ହୁଅ। ନନ୍ଦ କହିଲେ ଆନନ୍ଦ। ସ୍ୱାମୀ ସ୍ତ୍ରୀର ସମ୍ପର୍କ ସୁନ୍ଦର ହଉ, ମଧୁମୟ ହଉ। ବସୁଦେବ, ବସୁଦେବ ଶବ୍ଦର ଅର୍ଥ ଧୈର୍ଯ୍ୟ। ଧୈର୍ଯ୍ୟ ରଖ, ସମସ୍ତ କର୍ମ ସମ୍ପାଦନ। ରାହାମାର ତିନୋଟି ଅକ୍ଷରେ ଶେଷ ଅକ୍ଷରଟି ହେଉଛି ମା। ମାକୁ ସମ୍ମାନ ଦିଅ। ଖାଲି ସ୍ଲୋଗାନ ଦେଲେ ହବନି, ପ୍ରକୃତର ସମ୍ମାନ ଦିଅ। ତେଣୁ ପୁଅ ହେଉ পছে সদা পূজা ভারী ଆପଣମାନଙ୍କର ଯୋଉ ମା ଅଛି, ମୋ ମାଟି ଟିକେ ହଜି ଯାଇଛି, କିନ୍ତୁ ମୋ ମାକୁ ସମାଜ ପାଖରେ ମୁଁ ସବୁଦିନ ପ୍ରଣାମ କରୁଛି। ମା କଥା କେତେ ଗୋଟେ କହିବା ଆଉ, ଆଇ 3 ଦିନ ଭିତରେ କ'ଣ କହିବା। ତେବେ ଯାହା ହଉ ମାକୁ ସମ୍ମାନ ଦିଅ, ବାପାଙ୍କୁ ସମ୍ମାନ ଦିଅ। ସବୁ ମା ବାପା କ'ଣ ଭୁଲ କରୁଛନ୍ତି? ତଥାପି ସେମାନେ ଭୁଲ କଲେ ବି ତାଙ୍କ ଭୁଲକୁ ଧରନା। ତଥା ସମୟରେ ତାଙ୍କ ପାଇଁ କର୍ତ୍ତବ୍ୟ କର, କର୍ମ କର। ଆଉ ବୃଦ୍ଧାଶ୍ରମରେ ତାଙ୍କୁ ଛାଡ଼ିଦେବ ନେଇକିରି, ଇଏ କ'ଣ କଥା? ହଉ ମାତୃକୃପା ହେ পিতাকে পাই
ବାପାଙ୍କୁ କେତେବେଳେ ପ୍ରଣାମ ଦିଏ ସେ କଣ କହିବେ ତୁମରି ଆସି ବାବୁ ଗୋଟେ 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 ଛୋଟିଆ କଥା କହିବି ମୁଁ ମୋ ବାପାଙ୍କୁ ଭକ୍ତି ଯେତିକି କରେ ମାଆଙ୍କୁ ସେତିକି ଭକ୍ତି କରେ ପୁରା ପ୍ରାକ୍ଟିକାଲି କଥା ଗୁଡ଼ାକ ଶୁଣିଲେ ଭଲ ଖାଲି ପୁରାଣରେ ଯାହା ଦେଖାଇ ତାକୁ ଗପିବା ଆମର ଠାକୁର ନିଗମାନନ୍ଦଙ୍କର ଗୋଟିଏ ସମ୍ମିଳନ ହଉଥିଲା ବାରିପଦାରେ ଆମ ଅଞ୍ଚଳରୁ ବୋଲେ ଆମର ସେଇ ଯେଉଁ ଠାକୁରା ଥାନା ଗୋଟେ ପାର୍ଶୁରା ବୋଲି ଗୋଟେ ଗାଁ ଅଛି ଜଣେ କଣ୍ଟ୍ରାକ୍ଟର ବଟବାବୁ ଠାକୁରଙ୍କ ଶିଷ୍ୟ ସମ୍ମିଳନୀ କି ସେ ସବୁ ବର୍ଷ ଯାଆନ୍ତି ଶୀତ ଦିନେ ବାହାରିଲେ ତାଙ୍କ ମା ସେତେବେଳେ ବଞ୍ଚିତ 80-90 ବର୍ଷର ମା ପୁଅକୁ କେତେ ଭଲ ପାଏ କହିଲେ ବଟ ତୁ କୁଆଡ଼େ ବାହାରିଲୁଣୁ ବଟ କହିଲେ ମା ବୋଉ ମୁଁ ବା ଠାକୁରଙ୍କ ପାଖକୁ ଯାଉଛି ଠାକୁରଙ୍କ ସମ୍ମିଳନୀ ହବ ତା ଚାଦର ଫାଦର ନେଇଛୁ ନା ହଁ ନେଇଛୁ ମା କହୁଛି ସେ ଯୋଉ ମୋଟା କମଳଟା ମିଲିଟାରୀ କମଳକୁ ଆଣିଥିଲୁ ସେଇ କମଳଟାକୁ ନେଇଯା ଇଏ କହୁଛି ବୋଉ ମା କହିଲେ ମ କହିଲେ ମସ୍ତିଷ୍କ ଆ କହିଲେ ହୃଦୟ ଆତ୍ମା ବୋଉ କହିଲେ ଭୋ କହିଲେ ଓଙ୍କାର ବ୍ରହ୍ମ ବୋଉ କହିଲେ ଶକ୍ତି ବୋଉ କହୁଛନ୍ତି ନେଇଯା ଶୀତ ନାହିଁ ତାକୁ କାହିଁ ନେବି ବୋଇକି ଦେବି କହୁଛି ନେ ବୋଉର ଆଦେଶକୁ ପାଳନ କରି ବଟବାବୁ କମଳ ନେଇକିରି ଗଲେ ସେଠି ସମ୍ମେଳନରେ ହଠାତ୍ ନିଆଁ ଲାଗିଲା ଅନେକ ଲୋକମାନେ ଜୟଗୁରୁ କହି ପୋଡ଼ି ହେଇ ମରିଗଲେ ବଟବାବୁଙ୍କ ପାଖକୁ ନିଆଁ ଆଇଲା ତାଙ୍କ ଆଗରେ ନିଆଁ ପଛରେ ନିଆଁ ଚାରି ପାଖରେ ନିଆଁ ସେ ଆଉ କଣ କରିବେ ଗଲେ ମୁଁ ବି ମଲି ବୋଉ ଦେଇଥିବା ସେ କମଳ ମିଲିଟାରୀ କମଳକୁ ଘୋଡ଼େଇ ହେଇ ମୁଣ୍ଡ ଠାରୁ ଗୋଡ଼ ପର୍ଯ୍ୟନ୍ତ ନିଆଁ ଭିତରେ ପଶିଗଲା ଏଇଥିରୁ ବୁଝିବେ ମାର ଆଶୀର୍ବାଦ ବାପାଙ୍କର ଆଶୀର୍ବାଦ ଆମ ପାଇଁ କେତେ ଦରକାର ଗୋବର ଘଷି କର ଜାଳେଣୀରେ ଜାଳ ସମୟ ପୁଣି ଆସିବ ତାଙ୍କୁ ଖୋଜିବ ଗାଈ ହୁଅନ୍ତୁ ବଳଦ ତାଙ୍କୁ ଖୋଜିବ ସେତେବେଳକୁ ଆଉ ସେ ନଥିବେ ସବୁ ହଣା ହେଇଥିବେ କିନ୍ତୁ ଆମର ବାବୁମାନେ କହୁଥିଲେ ଗୋ ହତ୍ୟା ହବ ଏଇ ତ କ'ଣ ଗଣ୍ଡଗୋଳ ମୁଁ ଗୋଟେ ଷଣ୍ଢ ପାଳିବି ତାକୁ ସବୁଦିନ ଖାଇବାକୁ ଦେବି ମୁଁ ଚିନ୍ତା କରିଦେବି ଆଚ୍ଛା ସଜ୍ଜନ ମା କହିଲେ ମାଟି ମା ଅଙ୍ଗ
ବାହାମାରେ ଜନ୍ମ ହେଲ ଆମେରିକାରେ ଘର କଲ। ଯେତେବେଳେ ରାହାମା ଆସିଲ ହୋଟେଲରେ ରହିଲ, ଇଏ ପାଣି କାଳେ ତମକୁ ଏ ପାଣିଟା ଭଲ ଲାଗୁନି, ଆମେ ମିନେରାଲ ପିଇବୁ। କୋଉ ପାଣି ପିଇକିରି ଆମେରିକା ଯାଇଥିଲ? ହଉ, ତେଣୁ ମାତୃଭୂମିକୁ ଯିଏ ବୁଲିଯାଏ, ମାତୃଭୂମି ଆଶା ବିରହନ୍ତି ଯାର ଜନ୍ମି মা কইলে মাটি, মা কইলে জন্মদাত্রী, মা কইলে নর্স বা ডাক্তার মানে আমাকে জন্ম দেলে, মা কইলে গঙ্গা, মা কইলে গোমাতা। এই যে গোড়টি কথা ମୋ ମା ପଚାରୁଥିଲା, ମୁଁ ତା ଇତିହାସ ଟିକେ ଆପଣଙ୍କୁ କହିଦେବି। ମୋ ଗୋଡ଼ ମୁଁ ଗୋଟେ ବନ୍ଦାପନା କରି କଣ ସେ କବା ବୋଇତ ବନ୍ଦାପନା। ଆମର ଏଇ ଜଗତସିଂହପୁର ଜିଲ୍ଲାର ଏଟା କୋଉ ଘାଟ? ଶିଖର ଘାଟରେ କରିକିରି ସକାଳୁ ମୋର କେନ୍ଦୁଝର ଶୈଳଙ୍ଗ ପାହାଡ଼ରେ ଗୋଟିଏ ପ୍ରୋଗ୍ରାମ ଅଛି, ମୁଁ ଯାଉଛି। ସକାଳୁ ଯାଉଛି, ଗାଡ଼ିରେ ଆମର ପିଠା ବାଟ ଯାକ ମୋ ପିଲାମାନେ କୋଉଠି ଆରିସା ପିଠା, କୋଉଠି ଚକୁଳି ପିଠା, କୋଉଠି ବରା, ତ ବାଟରେ ଠିଆ ହେଇକି ସବୁ ଗାଡ଼ିରେ ଦେଲେ। କିନ୍ତୁ ଗୋଟାଏ ଜାଗାରେ ଦେଖିଲେ ବିନା ପିଆଜ ରସୁଣରେ ଏଠି ବରା ଛଣା ହଉଛି। ତେଣୁ ପିଲାମାନେ ମୋର ସବୁ ସିଆକୁ ଖାଇଲେ, ଇଏ ଖାଦ୍ୟ ସବୁ ରହିଗଲା। ମୁଁ ଟିକେ ଚାହା ଟିକେ ପିଇଲି। ଷଣ୍ଢଟିଏ ମତେ ଅନେଇକିରି ରହିଲା ବହୁତ ସମୟ। ସେ ଖାଉଛନ୍ତି ଅନେଇଛି, ଆଉ ସେ ଷଣ୍ଢର ଚିତ୍ର ବି ଅଛି ଆମ ପାଖରେ ଫଟୋ। ଆମର ଗୋଟିଏ ଗାଡ଼ି ଚାଳକ ବିଜୟ, ସେ ଦିଟା ବରା ନେଇ ସେ ଷଣ୍ଢକୁ ଖାଇବାକୁ ଗଲା। ମୁଁ କାଚ ଖୋଲିକିରି କହିଲି, କଣ ଦେଲୁ କିରେ? ନା ବରା। ମୁଁ କହିଲି, ଏଡ଼େ ବଡ଼ ଜନ୍ତୁଟିଏ ଦିଟା ବରା ଖାଉଦେଲୁ? ମୁଁ କହିଲି, ଆମ ଗାଡ଼ିରେ ଯେତେ ଚକୁଳି ପିଠା, ଆରିସା ପିଠା, ବରା ଆଇଛି ସବୁ ଏ ଷଣ୍ଢକୁ ଦେଇଦିଅ। ସିଏ ଷଣ୍ଢ ବୋଧେ ସେଦିନ ମହାଦେବ ତାଙ୍କୁ ପଠେଇଥିଲେ, ତୁ ବଳିଆକୁ ରକ୍ଷା କରିବୁ। ସେ ଷଣ୍ଢ ମତେ ଅନେଇକି ରହିଥାଏ, ହଲଚଲ ନାହିଁ, ତା ପାଟି ପାଖରେ ଘାସ କିଛି ନାହିଁ। ସୁନ୍ଦର ଭାବରେ ସେ ଖାଦ୍ୟ ଖାଇଲା। ମୁଁ ଆସିଲି, ଶୈଳଙ୍ଗ ପାହାଡ଼ରେ ପହଞ୍ଚିଗଲି। ଗୋଟେ ହୋଟେଲରେ ରହିଲି, ସେଠି ବିଶ୍ରାମ ନେଲି। ଅପରାହ୍ନ 5 ଘଟିକାରେ ମୋର ପ୍ରୋଗ୍ରାମ, ମୁଁ ତଳକୁ ଓହ୍ଲେଇଲି। ତଳକୁ ଓହ୍ଲେଇଲି, ମୁଁ ଯେତେବେଳେ ଷଣ୍ଢକୁ ମୁଁ ଖାଇବାକୁ ଦଉଥିଲି, ମୋ ମନ ଭିତରେ ଆସୁଥିଲା ଗୋଟେ ବିପଦ ଆଜି ଅଛି ବୋଧେ। ଏ ଷଣ୍ଢ କାହିଁକି ଆର ଆଶୀର୍ବାଦ ବିପଦ କରୁଛି। ଯେତେବେଳେ ଶୈଳଙ୍ଗ ପାହାଡ଼ ପାଖରେ ପହଞ୍ଚିଗଲି, ଆଉ ବିପଦର କିଛି ପଇଲାନି, ଆଉ ଏ ଭାବି ଦେଇଛି। ଆସିଲି, ଗୋଟିଏ ଲୋକ ଆଇଲା, ମୋ କୁଆକୁ ଧରି ପକେଇଲା। ମୁଁ ପାହାଚ ଓହ୍ଲଉଛି, ମୋ ସେବକ ସଞ୍ଜୟ ସେ ଗୋଟେ ପାଖେ ଧରିଛି, ସେ ଗୋଟେ ପାଖେ ଧରିଲା। ଧରିକିରି ମନ୍ତ୍ର ପଡ଼ିଲା। ମନ୍ତ୍ରଟି ମୋତେ ଭଲ ଲାଗିଲା। ତାପରେ ଗୀତା ଯେତେବେଳେ ପଡ଼ିଲା, ଏଇଟା ମୋର ପଦ୍ମତୋଳା, ମୁଁ ଗୋଟେ ସାପ ଯେମିତି ପଦ୍ମତୋଳା ଶୁଣିଲେ ଟିକେ ମୁଣ୍ଡ ଟେକେ, ମୁଁ ଯଦି ଗୀତା ଟିକେ ଶୁଣିଲେ ମୁଣ୍ଡଟାକୁ ଟେକି ଦିଏ। ମୁଁ ଯୋଉ ମୁଣ୍ଡ ବୁଲେଇକି ଅନେଇ ଦେଲି, ଆଉ ସେତେବେଳେ ଗୋଡ଼ଟା ମକଚି ହେଇଗଲା। ଏମିତି କ'ଣ ହଏନି। ଆମେ ଗଲୁ, ପ୍ରୋଗ୍ରାମ କଲୁ, ଆଇଲୁ, ବିନ୍ଧା ନାହିଁ, ଯନ୍ତ୍ରଣା ନାହିଁ, କିଛି ନାହିଁ। କିନ୍ତୁ ଫଟୋ ଉଠେଇଲା ବେଳକୁ ଦେଖିଲେ କ'ଣ ଗୋଟାଏ ହେଇଛି, ମୁଁ ବି ଜାଣିନି। ସେ ଛୁଆ ଜାଣିଛନ୍ତି। ସେଠୁ ମୋର ଡାକ୍ତର ପୁଅ ଭବାନୀ ଶଙ୍କର ଦୌଡ଼ିକି ଯାଇଲା, ନା ବାବାଙ୍କ ଗୋଡ଼ଟାକୁ ମୁଁ ଦେଖିବି।
ତାକୁ ଫଟୋ ଉଠା ଦେଖିଲା ଗୋଡ଼ରେ ଆକୁ ଗୋଡ଼େଇଲା। ତାହେଲେ କ'ଣ ଏ କଥାରୁ ବୁଝିଲେ? ଷଣ୍ଢକୁ ସେବା କରିଥିବାରୁ ମୁଁ ଅଳ୍ପକେ ରକ୍ଷା ପାଇଗଲି, ନହେଲେ ଗୋଡ଼ ଭାଙ୍ଗିଥାନ୍ତା କି କ'ଣ, ରଡ଼ ପଚିଥାନ୍ତା କି କ'ଣ। ତେଣୁ ସଜ୍ଜନ, ଆମ ବିବେକାନନ୍ଦ କହିଲେ ଜୀବ ସେବା করে যে বুঝন সেই জন সেমিতে ঈশ্বর। আজ রাস্তাঘাটরে গাଈ ষଣ୍ଢ মানে ବୁଲୁଛନ୍ତି, ଗାଈମାନଙ୍କ ପାଇଁ ଗୁହାଳ ନାହିଁ, ତାଙ୍କ ପାଇଁ ଦରଜ ବି କାହାର ନାହିଁ। ଗାଈ ଷଣ୍ଢ ମାନେ ବୁଲୁଛନ୍ତି, ତାଙ୍କ ପାଖରେ ଆଉ ଷଣ୍ଢ ପଡ଼ିଆ ନାହିଁ। ଯୋଉ ଅଣ୍ଡିରା ବାଛୁରୀ ଜନ୍ମ ହେଲେ ତାଙ୍କୁ ଷଣ୍ଢ କରିଦଉ, 10-50 ଟଙ୍କାକୁ ବିକ୍ରି କରିଦଉ। ଇଏ କୋଉ ଗାଁ ଭକ୍ତି? ଆମେ ଲମ୍ବା ରାସ୍ତାରେ ଗଲାବେଳେ ଦେଖୁ ଗୋଟେ ନିର୍ଦ୍ଦିଷ୍ଟ ଜିଲ୍ଲା କୋରାପୁଟ ଜିଲ୍ଲା, ଆମେ ଏଇ କୋଉଠିକି ଯାଇଥିଲେ ଦାମନଯୋଡ଼ି, ଯୋଉଠି ଗୋଟେ ଗଣବଳିଆ ଜାଗାଟା ନୁହଁ, କୁଟିଆ ମାନେ କହୁଛି ମାଲକାନଗିରି। କୋଉନ ମାଲକାନଗିରି ଯାଇଥିଲୁ? କୁଟିଆ ଓଡ଼ିଶା ଆନ୍ଧ୍ର ବିବାଦ ସ୍ଥାନ। ଆମେ ସେଠିକି ଯାଇଥିଲୁ, ପ୍ରୋଗ୍ରାମ କରିବାକୁ ଯାଇଥିଲୁ, ମାନେ ଦେଖିବାକୁ ଯାଇଥିଲୁ। ହଜାର ହଜାର ଗାଈ ଚାଲିଛନ୍ତି, ହଜାର ଶହ ନୁହେଁ। ମୁଁ ଜଣକୁ ପଚାରିଲି ଇଏ କିଏ? ନା ସବୁ ଯାଉଛନ୍ତି ଚାଲାଣ ହେବେ, କ'ଣ କୋଉଠି ଗୋଟେ ମଳା ହେବେ। କୋରାପୁଟ କଲେକ୍ଟର ଜଣେ ଇସଲାମ ଧର୍ମର ଜଣେ IAS, ତାଙ୍କ ପାଖକୁ ଚିଠିଟିଏ ଦେଖିଲି, ଆପଣ ଗୋଶାଳା କରନ୍ତୁ, ଗୋ ହତ୍ୟା ବନ୍ଦ କରନ୍ତୁ। ହେଲା ନାହିଁ, ସେ ଉତ୍ତର ଦେଲେନି। ଏବେ ମୋର ଗୋଟିଏ ବ୍ରହ୍ମଚାରୀ ପୁତ୍ର ସୋମନାଥ ପ୍ରଧାନ, ସେ ସେଇଠିକି ADM ହେଇ ଟ୍ରାନ୍ସଫର ହେଲେ। ମୁଁ ତାଙ୍କୁ କହିଲି ବାପା, ମୁଁ ଗୋଟେ ଚିଠି ଦେଇଛି କଲେକ୍ଟରଙ୍କୁ ତମର, ତୁମେ ଟିକେ ଦେଖିବ। ନା ବାବା କିଛି ବ୍ୟସ୍ତ ହୁଅନ୍ତୁନି, ଆପଣ ଆସନ୍ତୁ, ଆମେ ପୁଣି କୁଟିଆ ଯିବା, ଏବଂ ବାବା ଯୋଉ ଚିଠି ଦେଇଛନ୍ତି ସେ କାମ ସମ୍ପୂର୍ଣ୍ଣ ନହେଲେ ବି କିଛି ଅଂଶରେ ଆମେ ଗୋଶାଳା ପାଇଁ ଲୋକଙ୍କୁ ଉତ୍ସାହିତ କରିବା। ତେଣୁ ମା ଆଜି ହଣା ହଉଛି, ଯେଉଁ ମାର ସ୍ତନରେ କ୍ଷୀର ହୁଏନି, ଗୋମାତା କ୍ଷୀର ହୁଏ। ତେଣୁ ମା ହଉଛି ଗଙ୍ଗା, ଗାଧେଇଲା ବେଳେ ଗଙ୍ଗାକୁ ସ୍ମରଣ କରିବ। ମା ହଉଛି ମାଟି, ମାଟିରେ ପାଦ ଦେଇ ଶୋଇ ବିଛଣାରୁ ଉଠିଲା ବେଳେ ମାଟି ମାକୁ ନମସ୍କାର କରିବ। ମା ହଉଛି ଜନ୍ମଦାତ୍ରୀ ମା, ଯଦି ମୃତ୍ୟୁବରଣ କରିଥିବ ତାକୁ ମନେ ମନେ ନମସ୍କାର କରିବ। ମା ହଉଛି ମନ୍ତ୍ର, ଗୁରୁ ମନ୍ତ୍ର ହଉ, ଗାୟତ୍ରୀ ମନ୍ତ୍ର ହଉ, ଜପ କରିବ। ମା ହଉଛି ଗୀତା, ବୁଝୁ ନା ବୁଝୁ ପଢ ଗୀତା, ବୁଝୁ ନା ବୁଝୁ ଖା। ତେଣୁ ମା ମମତା ମାୟା ଗଢ଼ାଏ ଶରୀର, ମା କୃପା ସିନା ମୋହି ଜଗତ କରିଲା। ମା ମମତା ମାର ଆଶିଷ ଯୋଉଠି ନାହିଁ ଏଠି କ'ଣ ହବ କି? ଆପଣ ମାନେ ଜାଣିଛନ୍ତି ଗୋଟେ ନାଚ ପାର୍ଟି ବଳିଆ କରିଥିଲା, ସମସ୍ତେ କହୁଥିଲେ ବଳିଆ କରିଥିଲା।
ବଳିଆ କଲୁ ବଳିଆ କହିଥିଲା ମୋ ବାପାଙ୍କର ଗୋଟେ ଇଚ୍ଛା ଥିଲା କରିବାକୁ କଲୁ ସମସ୍ତେ କହିଲେ ବଳିଆ କଲା ମୋ ନାଁଟା ପଡ଼ିଗଲା ମୋ ଭକ୍ତମାନେ ସବୁ ତାକୁ ନାକି ପଡ଼ି କଲେ ଆଚ୍ଛା କିନ୍ତୁ ସେ ଯାତ୍ରା ପାର୍ଟି ପାଇଁ ମୋ ମା ବସନ୍ତ ଦେବୀଙ୍କର ସାମାନ୍ୟ ଆଶୀର୍ବାଦ ରହିଲା କହିଲେ ତୁ ବାପା ନାଁରେ କରିଛୁ ବାପାଙ୍କର ଇଚ୍ଛା ଥିଲା ବୋଲି କହୁଛୁ ମିଛ କହୁଛୁ ସେ ଯାତ୍ରା ପାର୍ଟି ଆଜି ଶୂନ୍ୟ ଶୂନ୍ୟ ଉଡ଼ି ପଳେଇଲା ମୁଁ ପୁରା ହାଲୁକା ହେଇଗଲି ମା ତୁମେ ମମତାର সীমাহীন সাগর মা তুমি মমতাই দেবতার মা তুমি মমতার সীমাহীন সাগর মা তুমি মমতাই দেবতার এই ସ୍ଥାନକୁ ସେ ଯାତ୍ରା ବାର୍ତ୍ତା ହେଇଥିଲା ମୁଁ ଟିକେ ଖୁସିରେ ବୁଲି ଯାଇଥିଲି କ'ଣ କନ୍ଦମୂଳ ପଡ଼ିଆ କନି ମୁଁ ବି ଦେଖିନି ଯିବା ଟିକେ ବୁଲି ଆସିବା ବୁଲି ଆଇଲି ଏଇଠି ଜଣେ କିଏ ବାବାଜୀ ଥିଲେ କହିଲେ କାହିଁକି ବଳିଆ ହେଇଥିଲା ଜାଣିଛ ସେ ବା ତନ୍ତ୍ର କରିବାକୁ ଆଇଥିଲା ଲୋକ ବେଶୀ ହେବେ ଲୋକ ବି ସତରେ କ'ଣ ଟିକେ ଅଧିକ ହେଲେ ସେଇଥିପାଇଁ ହେଲା ଆଉ ଆଜି ବି ମୋର ପବିତ୍ର ରାହାମା ଅଞ୍ଚଳରେ ଆପଣମାନଙ୍କ ସେବକ ଝାଡ଼ୁଦାର ବଳିଆ କହୁଛି ଜୀବନରେ ତନ୍ତ୍ର ଶିଖି ନାହିଁ ଜୀବନରେ ଗୁଣି ଗାରେଡ଼ି ଶିଖି ନାହିଁ ଜୀବନରେ କାହାର ଘର ଭାଙ୍ଗେ ନାହିଁ ଜୀବନରେ କାହାକୁ ଠକିକିରି ପଇସା ଦିଏ ନାହିଁ ଜୀବନରେ କେତେବେଳେ ଭେଳିକି ଦେଖେଇକିରି ମୁଁ ବଡ଼ ବାବାଜୀ ହୁଏ ନାହିଁ ମୁଁ ଝାଡ଼ୁଦାର ହେଇ ରହିଛି ରହିବି ଯଦି ମୋ ଠାକୁର ଜଗନ୍ନାଥଙ୍କ ପାଖରେ ମୋ ଠାକୁର ରାଜା ଝାଡ଼ୁ ଧରି ସେବା କରୁଛନ୍ତି ତାହେଲେ ମୁଁ କାହିଁକି ଝାଡ଼ୁଦାର ନ ହେବି ପରମହଂସ କ'ଣ ହେବି ତେଣୁ ସଜ୍ଜନ ମା ହଉଛି ଦୁନିଆରେ ସବୁଠାରୁ ବଡ଼ ମନ୍ତ୍ର ମନ୍ତ୍ର ଏଗୁଡ଼ା କିଛି ନୁହଁ ଏଗୁଡ଼ା ବେକାର ଶୁଦ୍ଧ ବେକାର ଯିଏ ଶିକ୍ଷିତ ତାକୁ ଭୁଲେଇ ଦିଅ ଏ ଛାଡ଼ି ଦିଅ ମୁଁ ଗୋଟିଏ ମନ୍ତ୍ର ମତେ ପିଲାଦିନେ ଶିଖେଇଥିଲେ ମୋ ମାଙ୍କର ଗୁରୁ ଧଡ଼ି ବାବା ସେ ମନ୍ତ୍ରଟି ଆଜି ମୋର ଇଷ୍ଟ ରୂପରେ ପୂଜା ପାଉଥିଲେ ସେ ମନ୍ତ୍ରଟି କ'ଣ ତେଣୁ ରା ହେଲେ କୃଷ୍ଣ ଦାସେଶ୍ୱର ମା ହେଲେ ଶାରଦା ବିଲମା ଶାରଦା ଆଉ ମୋ ଇଷ୍ଟ ଦେବୀ ଜ୍ୟୋତିପ୍ରଭା ଶାରଦା ଆମ ପ୍ରତ୍ୟେକ ଗାଁରେ ପୂଜା ପାଉଥିବା ଠାକୁରାଣୀ ମା ଆଉ ମା ହେଲେ ତ ମୋ ମା ତମ ମା ସମସ୍ତଙ୍କ ମା ଗୋଟିଏ ଆଉ ଗଲା ରା ହେଲେ କୃଷ୍ଣ ଦାସେଶ୍ୱର ଦାସେଶ୍ୱରୀ ରାହାସ ମା ହେଲେ ଧରନ୍ତୁ ମା ହେଲେ ମୋ ମା ଆପଣଙ୍କ ମା ଆମ ଶାରଦା ବିଲମା ଶାରଦା ଏସବୁ ମା ଆଉ କ'ଣ ମାଟି ମା ହେଲା ପ୍ରଥମ ଆଚ୍ଛା ମା ହାଟା କ'ଣ ଆମର ଗୋଟିଏ ବ୍ରାହ୍ମଣ ଥିଲେ ଆମ ଗାଁରେ ସେ ସବୁବେଳେ ହା କରି କହ ଆମେ ସବୁ ପିଲାଦିନେ ଚିଡ଼ଉ ସତ୍ୟନାରାୟଣଙ୍କ ପାଲା କରିବାକୁ ଯାଆନ୍ତି ମୁଁ ଟିକେ ଶ୍ରେଣୀ ଭୋଗ ଖାଇବାକୁ ଭଲ ପାଏ
ଆମେ କ'ଣ ହା କରି ଆମକୁ ଟିକେ ଆମେ କରୁଛୁ ହା କରି ଶ୍ରୀଣି ଆଉ ଟିକେ ଦିଅ ସେ ବିଗିଡ଼ି ଭାଇ ହା କରି କିଛି ନାହିଁ ଦିଏ ତାପରେ ଆମେ ଆଉ କିଛି କହୁନା ପଳେଇ କରିକି ହା ରାମ କହି ଦୁନିଆରୁ ବିଦାୟ ଦେଲେ ରାମ ଦଶରଥ ହେ ରାମ ମାନେ ସମସ୍ତେ ବର୍ତ୍ତମାନ ଅଭ୍ୟାସ କର ଏବେ ଠାରୁ ମୃତ୍ୟୁ ବେଳକୁ ଆକୁ ଖୋଜ ତାକୁ ଖୋଜ ପୁଅ କୁଆଡ଼େ ଗଲା ଝିଅ କୁଆଡ଼େ ଗଲା ନାତିକି ଡାକ ନାତୁଣୀକି ଡାକ ସେସବୁ ଡାକ ଏବେ ଭଲ କିନ୍ତୁ କୋଉ ରୂପରେ ଡାକିବ ରାମ ରୂପରେ ଡାକ କୃଷ୍ଣ ରୂପରେ ଡାକ ନୃସିଂହ ରୂପରେ ଡାକ ଭାବଟା ତମର ରାମ ରହୁ ଖାଲି ଗୋଟିଏ ଦଶରଥ ରାମ କହିଲେ ଆମେ କାହିଁକି ସମସ୍ତେ ଭୁଲ ହବା ଆମେ କାହିଁକି ଦଶରଥ ହବାନି ଆମେ ବି ଦଶରଥ ହବା ଆମ ଭିତରେ 10 ଇନ୍ଦ୍ରିୟ ଅଛି ତାକୁ ମୃତ୍ୟୁ ବେଳକୁ ଶୃଙ୍ଖଳିତ କରି ଆମେ ଯଦି ରାମ ଏତିକି କହିବା ଅଜାମିଳ କଥାଟା କ'ଣ ଅଛି ଆଉ ତାକୁ ଆମେ ସବୁ ଆଉ ସମୟ ନାହିଁ ଆମେ 3 ଦିନିଆ କଥା ସମୟ ହେବ କହିବି ତେବେ ହାରା କହିଲେ ହରି ସତ୍ୟରେ ନର ହରି ଯେତେବେଳେ ରାମ ହରି ହରି କହିଲେ ହନୁମାନ ଦ୍ୱାପରରେ ରାଧା ହରି ହରି କହିଲେ କୃଷ୍ଣ କଳିରେ ଗୌର ହରି ହରି ହେଲେ କିଏ ଆତ୍ମୀୟ ସ୍ୱଜନ ଆତ୍ମାତ୍ମୀୟ ସ୍ୱଜନ ଅନେକ ଖାଲି କହନ୍ତି ଆତ୍ମା ଆତ୍ମା ଯଦି ପଚାରେ ଆପଣ ଦେଖିଛନ୍ତି ଆତ୍ମାକୁ ନା ହଁ ମୁଁ ଦେଖିନି ମିଛ କେହି କେହି ଦେଖେ ଆଚ୍ଛା ଆପଣ ତ ଆତ୍ମାକୁ ଦେଖିଛନ୍ତି ଏଇ ଯୋଉ ପାଗଳାଟା ବୁଲୁଛି ତା ମୁଣ୍ଡଟା ଖରାପ ହେଇଯାଇଛି ଆପଣ ତ ଆତ୍ମାର ସେବକ ଟିକେ ଆତ୍ମାକୁ କହୁନାହାନ୍ତି ତାକୁ ସଜାଡ଼ି ଦେବେ ସେ କଥା ହବନି ସେଇ ଡାକ୍ତର ଔଷଧ ତେଣୁ ସଜ୍ଜନ ରା ହେଲେ କୃଷ୍ଣ ରା ହେଲେ ନୃସିଂହ ରା ହେଲେ ରାମ ରା ହେଲେ କୃଷ୍ଣ ରା ହେଲେ ଚୈତନ୍ୟ ଆଉ ହା କହିଲେ ହାରା ହରି ଆଉ ଆତ୍ମା ମା କହିଲେ ମସ୍ତିଷ୍କ ଆ କହିଲେ ଆତ୍ମା ସର୍ବସ୍ୱ ଚାହମ୍ ବୁଦ୍ଧି ସନ୍ଦେଶ
ଏ ରାହାମାର ଅଧିବାସୀ ତମ ତତ୍ତ୍ୱକୁ ତମେ ବୁଝ। ଆମ ପାଖରେ ସବୁ କଥା ଅଛି। ଆଉ ଖାଲି ରାହାମା ମାର୍କେଟ କ'ଣ ସ୍ମରଣ କଲେ ମୁକ୍ତି ପାଇବ? ରାହାମାକୁ କ'ଣ ବାୟା ବାବା ଆସିଥିଲେ ମାର୍କେଟ ଦେଖିବା ପାଇଁ? ପୁରୀ ରାଜା ବି ଆସିଥିଲେ ନା କ'ଣ ମୁଚୁଡ଼ି? ବିଶ୍ୱାନନ୍ଦ ମହାରାଜ ଶଙ୍କରାଚାର୍ଯ୍ୟ ଆସିଥିଲେ ବୋବି ଚୁଡ଼ିକି। ଅନେକ ସାଧୁ ସମ୍ମିଳନୀ ହୁଏ ଚୁଡ଼ିକି। ମୋ ପୁତ୍ର ବୈକୁଣ୍ଠଙ୍କ ଶିଷ୍ୟ ସମୀର ସତ୍ୟାନନ୍ଦ ଏଠି ଭାଗବତ କରନ୍ତି ମୁଁ ଶୁଣିଛି। କ'ଣ ମାର୍କେଟ ଦେଖିବାକୁ କିଏ ଆଇଥିଲେ? ଶଙ୍କରାଚାର୍ଯ୍ୟଙ୍କୁ ଆପଣ ଯାଇଥିଲେ ରାହାମା ମାର୍କେଟ ଦେଖିବା ପାଇଁ? ଗଜଲକ୍ଷ୍ମୀ ଷ୍ଟୋରକୁ ଯାଇଥିଲେ? ଆଉ ଯେଉଁ ଷ୍ଟୋର ମୁଁ ତା ନାଁ ଜାଣିନି, ଗଜଲକ୍ଷ୍ମୀ ଷ୍ଟୋରଟା ମଣ୍ଡେ। ଗଜଲକ୍ଷ୍ମୀ ଷ୍ଟୋରକୁ ଯାଇଥିଲେ ଲୁଗା କିଣିବା ପାଇଁ? କିଛି ନାହିଁ। ଇଏ ରାହାମା ବଜାରର ସବୁ ବଜାରର ପ୍ରତ୍ୟେକ ଦୋକାନୀ ଭାଇମାନଙ୍କୁ ବଢ଼ିଆ ଶୁଭେଚ୍ଛା ଦଉଛି। ସଚ୍ଚୋଟ ବ୍ୟବସାୟୀ ହୁଅ, ସେଇ ହଉଛି ଧର୍ମ। ଦାନ କର, ଦାନ କର, ନିଜେ ବଞ୍ଚିବା ପାଇଁ ଅର୍ଥ ସଞ୍ଚୟ କର, ତାହେଲେ ଜୀବନ ସଫଳ ହବ। କୁନ୍ତୁ କୁନ୍ତୁ ହେଲେ କିଛି ଲାଭ ନାହିଁ। ଦୁଃଖେ ସଞ୍ଚିତ ଯେତେ ଧନ, ସେ ନୁହେଁ ସୁଖେ ପ୍ରୟୋଜନ। ଧନାର୍ଜନେ ନନ୍ଦନ, ଧର୍ମେ ପ୍ରାପତ ନର। ଇଏ ନରହରି ତ ହେଇଯିବ ଆଉ। ନୃସିଂହ ନରହରି ଆମ ବାବା ଆଉ ଥିଲେ ଆଉ। ତେଣୁ ଏଠି ଆଉ ଜଣେ ଥିଲେ ବଟ ବାବା। ସେ ଶାରଦାଙ୍କର ହୁକୁମ କରୁଥିଲେ। ବହୁ ଲୋକ ତାକୁ ଯାଉଥିଲେ। ଶେଷ ପର୍ଯ୍ୟନ୍ତ ସେ ବଟ ବାବା ନାଁରେ ଗଲେ। ତେବେ ଆଉ ଏ ଯେଉଁ ସାଧୁ ସନ୍ଥ ମାନେ ଯିଏ ଅଛନ୍ତି, ମୁଁ କାହା ନାଁ ମୋର ମନେ ପକାଇ ପାରୁନି। କେବଳ ସମସ୍ତଙ୍କୁ ପ୍ରଣାମ ଜଣାଉଛି। ଆଉ ଗୁଡ଼ା ଗପିଲେ ଭଲ ନୁହଁ, ଲୋକ ବି ମାନେ ବ୍ୟସ୍ତ ହେଇ ପଳେଇବେ। ସମସ୍ତଙ୍କ ପାଇଁ ଟିକେ ପ୍ରସାଦ ବ୍ୟବସ୍ଥା ବି କରାହେଇଛି, ପାଇବେ। ବଳିଆ ଯଦି ବଳିଆ କଥା ଯଦି ଭଲ ଲାଗୁଥିବ ତାକୁ ଟିକେ ମନେ ପକେଇବେ। ଯଦି ମନେ ନ ପକେଇବେ ଆଉ ନାହିଁ, ଆଉ କ'ଣ କରିବା? ତେଣୁ କଥା ହଉଛି, କଥାଟିଏ ମୋର ସରିଗଲା, ଫୁଲ ଗଛଟିଏ ମରିଗଲା। କଥାଟିଏ ମୋର ସରିଗଲା, ଫୁଲ ଗଛଟିଏ ମରିଗଲା। କଥାଟିଏ ମୋର ସରିଗଲା, ଫୁଲ ଗଛଟିଏ ମରିଗଲା। କଥାଟିଏ ମୋର ସରିଗଲା, ଫୁଲ ଗଛଟିଏ। କଥାଟା କେତେବେଳେ ସଇଲା? ଯେତେବେଳେ ଆମେ ମଲୁ ଆଉ ଡାକିଲେ କ'ଣ କହିବ? ଫୁଲ ଗଛଟା କିଏ? ଜୀବନ। ଜୀବନ ଫୁଲ ଗଛ ମରିଗଲା, ଆଉ ସେ କଥା କହିବ କାହିଁକିରେ ଫୁଲ ଗଛ ମରିଗଲୁ? କାଳି ଗାଈ ମୋତେ ଖାଇଗଲା, କାଳି ଗାଈ ମୋତେ ଖାଇଗଲା, କାଳି ଗାଈ ମୋତେ ଖାଇଗଲା, କାଳି ଗାଈ ମୋତେ ଖାଇଗଲା। ସେ କାଳି ଗାଈ କିଏ? ମଦ, ଚୋରି, ଡକାୟତି, କାମ ଏବଂ କ୍ରୋଧ, ଲୋଭ, ମୋହ, ଅହଙ୍କାର, ଈର୍ଷା ରୂପକ କାଳି ଗାଈ ମୋତେ ଖାଇଗଲା। ଏ କାଳି ଗାଈ ତୁ କାହିଁ ଖାଇଗଲୁ? ନା ମୁଁ କ'ଣ କରି, ବଡ଼ ବୋଉ ମୋତେ ଖାଇବାକୁ ଦେଲାନି। ବଡ଼ ବୋଉ କିଏ? ବୁଦ୍ଧି ବିବେକ ଜ୍ଞାନ ବୁଦ୍ଧିର ବିକାଶ ହେଲାନି। ଆଉ ସତସଙ୍ଗ କଲୁନି କି କିଛି ଶାସ୍ତ୍ର ପଢ଼ୁନି, ଆଉ ବୁଦ୍ଧି ବିକାଶ କରିବ? ଆଚ୍ଛା, ଇଏ ହେଲା ବଡ଼ ବୋଉ ଖାଇବା। ଆଚ୍ଛା, ବଡ଼ ବୋଉ ତୁ କାହିଁ ଖାଇବାକୁ ଦେଉନି? ପୁଅ ପରା ମୋର ଆରେ ପୁଅ ତୁ କାହିଁ ଅଝଟ କଲୁ? ପୁଅ କିଏ? ଚଞ୍ଚଳିଆ ମନ,
ମୋର ମନ ହଉଥିଲା ବସି ଶୁଣିବା ପାଇଁ କ'ଣ କରିବି ସେ ନାତିଟା ଆଉ କ'ଣ କରୁଥିବେ ଆଗେ ପଳେଇଲି ଆଉ ଗଲା ପୁଅ ଅଧଟ ଗଲା। ଆଚ୍ଛା ପୁଅ କାହିଁ ତୁ ଅଧଟ ଗଲୁ ନା ଧୂଳିଆ ଦଣ୍ଡା କାମୁଡ଼ି ଦେଲା। ଧୂଳିଆ ଦଣ୍ଡା କିଏ? କାମ ନା ମଦ ପିଇବାକୁ ଇଚ୍ଛା ହେଲା ପଳେଇଲି ଆଉ ମଦ ଦୋକାନ କାଳେ ବନ୍ଦ ହେଇଯିବ। ତେଣୁ ମଦ ଛାଡ଼ ଦେଶ କର ମଦ ଦୋକାନକୁ କେହି ଭାଙ୍ଗିବନି ଆରେଷ୍ଟ ହବ। କିନ୍ତୁ ତୁମେ ନିଜେ ମଦ ଛାଡ଼ ଗୁଟୁକା ଛାଡ଼ କର୍କଟ ରୋଗ ହବନି। ଆଚ୍ଛା ଧୂଳିଆ ଗଣ୍ଡା ତୁ କାହିଁ କାମୁଡ଼ିଲୁ ତମକୁ କ'ଣ କରିବୁ? ମତେ ବା ଠାକୁର ଜନ୍ମ ଦେଇଛନ୍ତି ମୁଁ ଭୂଇଁ ତଳେ ତଳେ ଥାଏ କଳ ମାଉସ ଯୋଉଠି ଦେଖେ କଳ ଭାବୁଛି କ'ଣ ଦୁର୍ବଳତା ମନର ଦୁର୍ବଳତା ମନର ବଦଭ୍ୟାସ। ତେଣୁ ସଜ୍ଜନ ଆଜିର ପ୍ରଥମ ଦିନର ସନ୍ଧ୍ୟା ଆଜି ପ୍ରଥମ ଦିନର ସନ୍ଧ୍ୟା ଆଜି ବି ସରିଗଲା। କଥାଟିଏ ମୋର ସରିଗଲା ଫୁଲ ଗଛଟିଏ ମରିଗଲା 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 କଥାଟିଏ ମୋର ସରିଗଲା ଫୁଲ ସମସ୍ତଙ୍କୁ ନିବେଦନ ଯେଉଁମାନେ ପୂଜ୍ୟ ସନ୍ଥ ମହାତ୍ମାମାନଙ୍କର ଦାୟିତ୍ୱ ଥିଲେ ତାଙ୍କର ପ୍ରସାଦ ସେବନର ବ୍ୟବସ୍ଥା କରନ୍ତୁ। ପତିହରା ମାଆମାନଙ୍କ ପାଇଁ ଯେଉଁମାନେ ଦାୟିତ୍ୱ ଥିଲେ ସେମାନେ ତାଙ୍କୁ ପ୍ରସାଦ ଦେବାର ବ୍ୟବସ୍ଥା କରନ୍ତୁ। ସମସ୍ତଙ୍କ ପାଇଁ ସୂଚନା